ଅନେକ ମଥାନତ ପ୍ରଣାମ। ଆଜିର ଏହି ଇ ପାଠଚକ୍ରରେ ଆମ ସହିତ ଆଲୋଚିକା ଭାବରେ ଯୋଗ ଦେଇଛନ୍ତି ଜଣେ ବିଶିଷ୍ଟ ବ୍ୟକ୍ତିତ୍ବ, ଯାହାଙ୍କ ମୁଖରୁ ଆମେ ଆଜି ଶୁଣିବା, ଶ୍ରବଣ କରିବା ବିଜ୍ଞାନ ଓ ହେତୁବାଦ ଶୀର୍ଷକ ଆଲୋଚନା ଆଲୋଚନା ଚକ୍ରରେ ବା ଆଲୋଚନା ଚକ୍ର ଆରମ୍ଭରୁ ବର୍ତ୍ତମାନ ଆମେ ସର୍ବପ୍ରଥମେ ପ୍ରାରମ୍ଭିକ ସଙ୍ଗୀତ ଶ୍ରବଣ କରିବା। ଯେଉଁ ପ୍ରାରମ୍ଭିକ ସଙ୍ଗୀତ ଶୁଣିବା ପାଇଁ ଆମ ସହିତ ଯୋଗ ଦେଇଛନ୍ତି ଶ୍ରୀମତୀ ପ୍ରଜ୍ଞା ରାଉତ ଭଉଣୀ। ଭଉଣୀଙ୍କୁ ମୁଁ ନିବେଦନ ରଖିବି ସେ ତାଙ୍କର ସୁଲଳିତ କଣ୍ଠରୁ ଆମକୁ ପ୍ରାରମ୍ଭିକ ସଙ୍ଗୀତ ଶୁଣାଇବା ହେବେ ଶ୍ରୀମତୀ ପ୍ରଜ୍ଞା ରାଉତ ଭଉଣୀ। ସମସ୍ତଙ୍କୁ ମୋର ପ୍ରଣାମ। गुरुदेव मेरे दाता, हमको ऐसा वर दो, सेवा सत्संग सुमिरन झोली में मेरे भर दो। गुरुदेव मेरे दाता, मुझको ऐसा वर दो, नफरत जो करे मुझसे, मैं उनसे प्यार करूं। मुझको उनका सत्कार करूं, नफरत को मिटा कर मुझ में एक प्यार का रंग भर दो। गुरुदेव मेरे दाता, मुझको ऐसा वर दो, शबरी की सेवा और ध्यान हो मेरा सा, श्रद्धा हो तुलसी से और बोल कबीरा सा, रहमत तेरी नजर से प्रभु जी निहाल मुझे कर दो। गुरुदेव मेरे दाता, मुझको ऐसा वर दो, वो समर्पण सा और त्याग बोध जैसा, भक्ति हो नरसी से और प्यार दूरानी सा, एक अर्ज यही तुमसे गुरुदेव पूरी कर दो। गुरुदेव मेरे दाता, मुझको ऐसा वर दो, श्रद्धा सुमिरन सत्संग मेरे झोली में भर दो। धन्यवाद। ଗୁରୁ ହିଁ ସାକ୍ଷାତ ଈଶ୍ୱର, ଗୁରୁଙ୍କୁ ନମଣିବ ନର, ମୁହିଁ ବସଇ ଗୁରୁ ଦେହେ, ମୋ ବିନୁ ଗୁରୁ ଭିନ୍ନ ନୁହେଁ। ଆପଣଙ୍କର ସୁଲଳିତ କଣ୍ଠରୁ ଭଗବାନଙ୍କ ଉଦ୍ଦେଶ୍ୟରେ, ଗୁରୁଙ୍କ ଉଦ୍ଦେଶ୍ୟରେ ଗାନ କରାଯାଇଥିବା ସୁନ୍ଦର ଭଜନ, ଏହି ଇ ପାଠଚକ୍ରକୁ ଏକ ଆଧ୍ୟାତ୍ମିକ ପରିବେଶ ଏବଂ ଆଧ୍ୟାତ୍ମିକ ଉର୍ଜା ଆମ ମନ ମଧ୍ୟରେ ପ୍ରବେଶ କରାଇ ଏ ଚଞ୍ଚଳ ମନକୁ କିଛି ସମୟ ପାଇଁ ଈଶ୍ୱରାଭିମୁଖୀ କରାଇ ପାରିଥିବାରୁ ଆମେ ଆମ ଅନୁଷ୍ଠାନ ତରଫରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଉଛୁ। ବର୍ତ୍ତମାନର ସମୟ ହେଉଛି ସେହି ମହାନ ପୁରୁଷ ଯାହାଙ୍କର ବାଣୀ ଶ୍ରବଣ କରି ନିଜ ଜୀବନରେ ପ୍ରୟୋଗ କରି ଲକ୍ଷ ଲକ୍ଷ କୋଟି କୋଟି ଲୋକମାନେ ନିଜର ଜୀବନକୁ ବଦଳାଇ ଦେଇଛନ୍ତି। ସେହି ମହାନ ପୁରୁଷଙ୍କର ମହାନ ବାଣୀ ଶୁଣାଇବା ପାଇଁ ଆମ ନିକଟରେ ଆଜି ଉପସ୍ଥିତ ଅଛନ୍ତି ସମ୍ମାନୀୟ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ରାଉତ ମହାଶୟ। ଆସନ୍ତୁ ମହାଶୟଙ୍କ ମୁଖରୁ ଆମେ ଶ୍ରବଣ କରିବା
ସେଇ ମହାନ ବାଣୀ ବିବେକ ବାଣୀ। ସମସ୍ତଙ୍କୁ ନମସ୍କାର। ମାନବ ମଧ୍ୟରେ ପୂର୍ଣ୍ଣତା ସ୍ୱତଃ ହିଁ ବିଦ୍ୟମାନ। ସେଇ ପୂର୍ଣ୍ଣତା ଗୁଡ଼ିକର ବିକାଶର ନାମ ହେଉଛି ଶିକ୍ଷା। ଶିକ୍ଷା ପ୍ରଣାଳୀର ଲକ୍ଷ୍ୟ ହେବା ଉଚିତ ମଣିଷ ତିଆରି। ଯେଉଁ ଶିକ୍ଷାରେ ମଣିଷ ଜୀବନରେ ନିଜ ଗୋଡ଼ରେ ନିଜେ ଠିଆ ହୋଇପାରେ, ତାହା ହିଁ ହେଉଛି ପ୍ରକୃତ ଶିକ୍ଷା। କେବଳ ପାସ୍ କଲେ ବା ଭଲ ବକ୍ତୃତା ଦେଇପାରିଲେ କଣ ଶିକ୍ଷିତ ହୁଅନ୍ତି? ସ୍ୱାମୀ ବିବେକାନନ୍ଦ। ଧନ୍ୟବାଦ। ଧନ୍ୟବାଦ ସାର୍। ଆପଣ ସେଇ ମହାନ ବାଣୀ ବିବେକ ବାଣୀ ଆମକୁ ଶୁଣାଇଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ ଜଣାଉଛୁ। ଆଜିର ଏହି 41ତମ ଇ ପାଠ ଚକ୍ରରେ ସଭାପତି ଭାବରେ ଆମେ ପାଇଛେ ଜଣେ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ। ପେସାରେ ସେ ହେଉଛନ୍ତି ଶିକ୍ଷକ, ହେଲେ ତାଙ୍କର ନିଶା ହେଉଛି ସାହିତ୍ୟ ସାଧନା। ସେ ଭଲ ପାଆନ୍ତି କବିଙ୍କୁ, ସେ ଭଲ ପାଆନ୍ତି କବିତାକୁ। ସାହିତ୍ୟ ତଥା ଆଧ୍ୟାତ୍ମିକ ଆଲୋଚନାରେ ସେ ସକ୍ରିୟ ଭାବରେ ଅଂଶଗ୍ରହଣ କରନ୍ତି। ସେ ଅନେକ କବିତା ଲେଖିବା ସହିତ ଅନେକ କବିଙ୍କର ଲେଖାକୁ ମଧ୍ୟ ବିଶ୍ଳେଷଣ କରିଛନ୍ତି। ବର୍ତ୍ତମାନ ସେ ବିବେକାନନ୍ଦ ଲୋକ ସଂସଦ ବିଚାରଧାରା ବିଭାଗ ନବରଙ୍ଗପୁର ଆଜୀବନ ସଦସ୍ୟ ରହିବା ସହିତ ଜିଲ୍ଲାଧ୍ୟକ୍ଷ ଉତ୍କଳ କଳା ସଂସ୍କୃତି ପରିଷଦ ନବରଙ୍ଗପୁରରେ ଅଛନ୍ତି। ସେ ଜଣେ ସ୍ନେହୀ ମେଳାପୀ ବ୍ୟକ୍ତିତ୍ବ। ମୁଁ ବର୍ତ୍ତମାନ ମହାଶୟଙ୍କୁ ନିବେଦନ ରଖିବି, ମହାଶୟ ଆଜିର ବକ୍ତାଙ୍କୁ ନିଜର ବକ୍ତବ୍ୟ ପ୍ରଦାନ କରିବା ପାଇଁ ଆମନ୍ତ୍ରଣ କରିବା ସହିତ ସମ୍ମାନୀୟ ସଭାପତି ଶ୍ରୀଯୁକ୍ତ ରବୀନ୍ଦ୍ର ବାହିନୀପତି ମହାଶୟ ସଭାପତି ପଦ ମଣ୍ଡନ କରିବା। ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ 41ତମ ଇ ପାଠ ଚକ୍ରରେ ଯୋଗ ଦେଇଥିବା ଜ୍ଞାନୀ ଗୁଣୀ ପ୍ରାଜ୍ଞ ବିଜ୍ଞଙ୍କୁ ମୋର ଭକ୍ତିପୂତ ପ୍ରଣାମ ସହ ଆଜିର କାର୍ଯ୍ୟକ୍ରମକୁ ମୁଁ ଆଗେଇ ନଉଛି। ଆଜିର ଆଲୋଚ୍ୟ ପ୍ରସଙ୍ଗ ହଉଛି ବିଜ୍ଞାନ ଓ ହେତୁବାଦ। ପ୍ରଥମରେ ଆମେ ଜାଣିବାକୁ ପଡିବ ବିଜ୍ଞାନ କାହାକୁ କୁହାଯାଏ। ବିଜ୍ଞାନ ହଉଛି ବିଶେଷ ଜ୍ଞାନକୁ ବିଜ୍ଞାନ କୁହାଯାଏ, କିନ୍ତୁ ବିଜ୍ଞାନ ହଉଛି ଏକ ଆଖିଆ। ବିଜ୍ଞାନ ହଉଛି ଏକ ଆଖିଆ, ଯାହା ଦ୍ୱାରା ସେଥିରେ ବିଜ୍ଞାନ ହଉଛି ଏକ ଆଖିଆ। ୟାର ଅଜ୍ଞାନତା ବା ଜ୍ଞାନ ଯୋଉ କିଛି ଜ୍ଞାନ ସିଏ ଦିଏ, ତାହା ଆମର ନିଜ ସାଧନରେ ସେ କାମ କରିଥାଏ। ତେଣୁ ମୁଁ ଏତିକି କହିବି ଯେ ସଂସ୍କାର ବଳୟର ବ୍ୟାସର ଗୋଟିଏ ବିନ୍ଦୁ ହଉଛି ବିଜ୍ଞାନ। ଅନ୍ୟ ବିନ୍ଦୁଟି ଯଦି ହେତୁବାଦୀ ହୁଏ, ତେବେ କେନ୍ଦ୍ର ବିନ୍ଦୁ ହବ ଧର୍ମୀୟ ଚେତନା। ସେଇ ଧର୍ମୀୟ ଚେତନାରେ ନୈତିକତା ଭାବ। ହେତୁବାଦୀ ମାନେ ତାଙ୍କର ଜ୍ଞାନର ଉପଲବ୍ଧିକୁ ଧର୍ମ ଆଉ ସଂସ୍କୃତି ଧର୍ମ ଓ ସଂସ୍କୃତିକୁ ବିରୋଧ କଲେ ରୁଢିବାଦୀର ଆଖ୍ୟା ପାଇବେ। ଜ୍ଞାନରେ ଧର୍ମୀୟ ଆସ୍ଥା, ବିଶ୍ୱାସ ଓ ଭରସା ରଖିଲେ ତାହା ପ୍ରଜ୍ଞା ବିବେଚିତ ହୁଏ। ବିଜ୍ଞାନର କରାମତି ଅନ୍ୟ ସବୁ ପ୍ରହସନ, ଏହା ଏକ ପାଗଳାମି। ପ୍ରଥମେ ବୁଝିବା ଦରକାର ବିଜ୍ଞାନ କଣ? ବିଜ୍ଞାନ ହଉଛି ସେଇ ପ୍ରଜ୍ଞା ଯେଉଁଥିରେ ରହିଛି ଗଭୀର ଆସ୍ଥା, ବିଶ୍ୱାସ, ଅନ୍ୱେଷା ଏବଂ ସୂକ୍ଷ୍ମ ଜ୍ଞାନ କୌଶଳର ବିଶ୍ଳେଷଣାତ୍ମକ ଏବଂ ତାହା କଲ୍ୟାଣୀୟ ବ୍ୟବହାରିକ ପ୍ରୟୋଗ ସିଦ୍ଧି ହେଇଥାଏ। ଧର୍ମୀୟ ଭାବନା ଓ ନୈତିକ ଚେତନା ଏବଂ ବିବେକ ଉଭୟର ମୂଳ ଉତ୍ସ। ଏହା ହେତୁବାଦୀ ମାନଙ୍କର ଉପଲବ୍ଧ ଜ୍ଞାନକୁ କେବଳ ତର୍କର ପରିସରରେ ସୀମିତ ନ ରଖି ଯୁକ୍ତାତ୍ମକ ମାର୍ଗରେ ଇଏ ଦିଗଦର୍ଶନ ଦେବା, ବ୍ୟତିକ୍ରମକୁ କ୍ରମର ସାକାର ରୂପ ଦେବା ପାଇଁ ବୋଲି ପ୍ରୟାସ କରିବା, ନଚେତ୍ କେବଳ ବିଭ୍ରାନ୍ତ ଯୁକ୍ତି ହେତୁ ହେତୁବାଦ ମାନଙ୍କର ଶୋଚନୀୟ ଦୁର୍ବଳ ମାନସିକତାର ପରିପ୍ରକାଶ। ଏଠି ଗୋଟେ ବସ୍ତିଆ ଭାଇନାଙ୍କର ଗୋଟେ ମୋର କବିତା ମନେ ପଡି ଯାଉଛି। ହେତୁବାଦୀ ବୋଲି ନିଜକୁ ବୋଲାଅ, ନିଜକୁ ଅହେତୁକ ତୁମ ବୁଦ୍ଧି ଜାଣି ହୁଏ ନାହିଁ କେଉଁ ଉଦ୍ଦେଶ୍ୟରେ ଭାଙ୍ଗୁ ଅଛ ସିଧି ବିଧି। ତୁମ ମୁଣ୍ଡରେ କି ଭୂତ ପୁରାଇଛି ଏକ ଆଖିଆ ବିଜ୍ଞାନ, ଅଧାଭୂତି ଅଟେ ମହାଭୟଙ୍କର ନଜାଣି ହୋଇ ଅଜ୍ଞାନ।
ନ ଜାଣି ହୁଅ ଅଜ୍ଞାନ। ଯାହା ହଉ ବିଶେଷ କରିକିରି ମୁଁ ତ ଇଏ ନୁହଁ, ତେଣୁକରି ମୁଁ ବିଶେଷ କିଛି କହୁନାହିଁ। ମୁଁ ଅନୁରୋଧ କରିବି ଆଜିର ମୁଖ୍ୟ ବକ୍ତା ଅଛନ୍ତି, ଆମର ବକ୍ତା ଅଛନ୍ତି ମନୋରମା ଦିଦି, ତାଙ୍କ ବିଷୟରେ ବିଶେଷ କିଛି ମୁଁ କହିବା ଆବଶ୍ୟକ କରୁନି, ଯେହେତୁ ଆପଣମାନେ ତାଙ୍କ ବିଷୟରେ ବହୁତ କିଛି ଜାଣିଛନ୍ତି। ସେ ବର୍ତ୍ତମାନ ଏଇ ନିକଟରେ ସେ ମାନେ ଅବସର ନେଇଛନ୍ତି। ତେଣୁକରି ମୁଁ ଦିଦିଙ୍କୁ ଅନୁରୋଧ କରିବି ସେ ତାଙ୍କର ବକ୍ତବ୍ୟକୁ ରଖିବେ ଏବଂ କାର୍ଯ୍ୟକ୍ରମକୁ ଆଗେଇ ନେବେ। ନୀଳାଦ୍ରୌ ଶଙ୍ଖ ମଧ୍ୟ ଶତଦଳ କମଳେ ରତ୍ନ ସିଂହାସନସ୍ଥଂ ସର୍ବାଳଙ୍କାର ଯୁକ୍ତଂ ନବଘନ ରୁଚିରଂ ସଂଯୁକ୍ତଂ ଚାଗ୍ରେ ଜନ ଭଦ୍ରାୟା ବାମ ଭାଗେ ରଥଚରଣ ଯୁକ୍ତଂ ବ୍ରହ୍ମ ରୁଦ୍ରେନ୍ଦ୍ର ବନ୍ଦ୍ୟଂ ଦେବାନାଂ ସାରମିଶଂ ସଜନ ପରିବୃତଂ ବ୍ରହ୍ମଦାରୁଂ ସ୍ମରାମି ଅହଂ ବ୍ରହ୍ମଦାରୁଂ ସ୍ମରାମି ଅହଂ। ନମୋ ଶ୍ରୀ ଅତିରାଜାୟ ବିବେକାନନ୍ଦ ସ୍ୱରାୟ ସଚିତ୍ ସୁଖ ସ୍ୱରୂପାୟ ସ୍ୱାମିନେ ତାପହାରିଣେ। ଜୟ ଜଗନ୍ନାଥ ସ୍ୱାମୀ। ବନ୍ଦେ ମା ବୀଣାପାଣି। ଶୁଭ ସନ୍ଧ୍ୟା। ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ବିଚାରଧାରା ନବରଙ୍ଗପୁର ଜିଲ୍ଲା ଶାଖା 41ତମ ଏହି ଆଲୋଚନା ଚକ୍ରର ପବିତ୍ର ଆସରରେ ଉପସ୍ଥିତ ସଭାପତି ଶ୍ରଦ୍ଧେୟ ରବି ବାବୁ, ସ୍ଥାୟୀ ସଭାପତି ଶ୍ରୀମାନ ପ୍ରଫୁଲ୍ଲ ରାଉତ ସାର୍ ମହୋଦୟ, ଏହି ଆସରରେ ଯୋଡ଼ି ହୋଇଥିବା ସମସ୍ତ ପ୍ରାଜ୍ଞ ବିଜ୍ଞ ପ୍ରବୀଣ ନୂତନ ସୁଧୀବୃନ୍ଦ, ଶ୍ରଦ୍ଧେୟ ସାଗର ବାବୁ, ଶ୍ରଦ୍ଧେୟ ସଂଗ୍ରାମ ବାବୁ ଓ ଅନ୍ୟ ସମସ୍ତଙ୍କୁ ମୋର ଯଥାମାନ୍ୟ ଭକ୍ତିପୂର୍ଣ୍ଣ ପ୍ରଣାମ ଏବଂ ହୃଦୟ ଭରି ସସ୍ନେହ ଶୁଭେଚ୍ଛା। ଆଜିର ପ୍ରସଙ୍ଗ ବିଜ୍ଞାନ ଓ ହେତୁବାଦ ଉପରେ କିଛି ମତ ରଖିବାର ସୁଯୋଗ ମିଳିଥିବାରୁ ମୁଁ ଏ ଅନୁଷ୍ଠାନର ସଦସ୍ୟ କର୍ମକର୍ତ୍ତାମାନଙ୍କୁ ପ୍ରଥମେ ମୋ ହୃଦୟରୁ କୃତଜ୍ଞତା ଜ୍ଞାପନ କରୁଛି। ହେତୁବାଦ ଓ ବିଜ୍ଞାନ ଇଏ ଦୁଇଟି ବିଷୟ କହିବାକୁ ଗଲେ ଆ ଭିତରେ ଗୋଟିଏ ଶବ୍ଦ ନାହିଁ, କିନ୍ତୁ ସେ ଉଜ୍ଜଳ ଦୀପ୍ତ ହୋଇ ପ୍ରକାଶ ପାଉଛି, ତାହା ଧର୍ମୀୟ ଆଧାର। ଆମ ଜୀବନ ଶୈଳୀ ଓ ଜୀବନର ଆଭିମୁଖ୍ୟକୁ ନେଇ ଧର୍ମ, କର୍ମ ଓ ପ୍ରଗତିର ସୂଚୀପତ୍ର ଉଦ୍ଦିଷ୍ଟ। କାହିଁ କେଉଁ ଅନାଦି କାଳରୁ ମାନବର କ୍ରମୋନ୍ନତି ସହ ସନାତନ ସଂସ୍କୃତି ଜଡ଼ିତ, ଯାହା ପ୍ରତି ସନାତନ ପ୍ରେମୀଙ୍କ ହୃଦୟର ନିଧି ସନାତନ ଧର୍ମ। ଅନେକ ଯୁକ୍ତି କରନ୍ତି, ବିଶେଷତଃ ଏବେ ଆମର ହେତୁବାଦୀ ମାନେ ଅତିମାତ୍ରାରେ ଯୁକ୍ତି କରୁଛନ୍ତି। କେଉଁ ଶାସ୍ତ୍ରରେ ଉଲ୍ଲେଖିତ ଅଛି ସନାତନ ଏକ ଧର୍ମ? ଆରେ ଇଏ କି କଥା? କିନ୍ତୁ ଏହି ସଂସ୍କାର ଓ ଧର୍ମ ଭାବନାର ମନୁଷ୍ୟର ଭାବବୋଧତାର ଦିବ୍ୟ ସ୍ୱରୂପରେ ଓ ପରମ୍ପରା କ୍ରମେ ରକ୍ତର ଗୁଣସୂତ୍ରରେ ଏହା ପରିପ୍ରକାଶ, ଯାହା କାଗଜ କାଳି କିମ୍ବା ପୁସ୍ତକ ପୋଥି ପତ୍ର ଠାରୁ ଢେର ଉପାଦେୟ ଆମ ହୃଦୟର ଅଭିଲେଖ। ଯେପରି ଏବର ପ୍ରସଙ୍ଗ ବିଜ୍ଞାନ ଓ ହେତୁବାଦ, କିନ୍ତୁ ଏହାର ମୂଳ ଆଧାର ହେଉଛି ଧର୍ମ। ଯେଉଁ ସଂସ୍କୃତି ଜୀବନ କଳାକୁ ନେଇ ରୁଦ୍ଧିମନ୍ତ, ପ୍ରକୃତି ପରିବେଶ ଜୀବପରମ ସହ ସୁସଂଯୋଜିତର ଦିଗ୍ଦର୍ଶନ, ତାହା ଆମର ଧର୍ମ। ଆଧ୍ୟାତ୍ମିକତାର ଭାବଧାରା ହେଉଛି ଧର୍ମ। ଆଧ୍ୟାତ୍ମିକତାର ଅର୍ଥ ଜୀବନରେ ଭାଗବତ ସତ୍ତାର ଉପଲବ୍ଧି। ଈଶ୍ୱର ଅଛନ୍ତି, ଆମେ ବିଶ୍ୱାସ କରିବା, ଆମେ ଈଶ୍ୱରଙ୍କ ସହ ଅଛୁ, ତାଙ୍କରି ଉଦ୍ଦିଷ୍ଟ କର୍ମ ଆମେ କରିବା। ସେ ଯେଉଁ ଶକ୍ତି, ଜ୍ୟୋତି, ଜ୍ଞାନ ଓ ସୌନ୍ଦର୍ଯ୍ୟର ଅଧିକାରୀ, ଆମ ଭିତରେ ସେ ସବୁକୁ ଅଭ୍ୟାସ ବଳରେ ପ୍ରକାଶ କରିବା। ଆଧ୍ୟାତ୍ମିକତାର ଉପଲବ୍ଧି
ବା ଈଶ୍ୱର ସମ୍ପ୍ରୀତି ଭାବ ପାଇଁ ଧର୍ମର ଆଶ୍ରୟ ନିଆଯାଏ। ଧର୍ମ ଅର୍ଥାତ୍ କିଛି ଦିବ୍ୟ ଅନୁଶୀଳନ ଓ ଅନୁଚିନ୍ତା ଅନୁଯାୟୀ ନିଜକୁ ତନ ମନ ପ୍ରାଣଗତରେ ଗଢିବାକୁ ଦିଗ୍ଦର୍ଶନ ଦିଏ। ଯଥାର୍ଥରେ ଧର୍ମ ତାର ମୂଳ ତତ୍ଵରେ ମାନବକୁ ଏପରିକି ସକଳ ପ୍ରାଣୀକୁ ଈଶ୍ୱର ଅଭିମୁଖୀ କରିବା ପାଇଁ ଅଭିପ୍ରେତ। ଏହି ଉକ୍ତିଟିରେ ମାନବ, ପ୍ରକୃତି, ପରିବେଶ ଓ ସକଳ ଜୀବଜଗତର ସୁସମନ୍ୱୟ ଉନ୍ନତିର ପରିଭାଷା ବୁଝି ହୁଏ। ଏସବୁର ସୁକଲ୍ୟାଣ ପାଇଁ ଆମକୁ ସଚେତନ ହେବାକୁ ପଡେ। ତେବେ ଆମେ ସେତିକି ବେଳେ ସଚେତନ ଯେତେବେଳେ ଆମ ଅନ୍ତର୍ମନ ଦିବ୍ୟ ଚାହିଦାର ପୂରଣ ପାଇଁ ଦିବ୍ୟ କର୍ମ କରିବାକୁ ଆମକୁ ପ୍ରବର୍ତ୍ତାଏ। ଏଥିପାଇଁ ଅନୁସନ୍ଧିତ୍ସୁ ହେବାକୁ ପଡିବ, ଯାହା ବିଜ୍ଞାନର ମୂଳ ଭିତ୍ତି। ସୃଷ୍ଟିର ପ୍ରାରମ୍ଭରୁ କ୍ରମ ବିବର୍ତ୍ତନବାଦରେ ବାନର ସଭ୍ୟତା ଠାରୁ ମାନବ ସଭ୍ୟତା, ମାନବରୁ ଅତିମାନବ, ଯୋଗୀରାଜ ଶ୍ରୀ ଅରବିନ୍ଦଙ୍କ ଭାଷାରେ ଅତିମାନସ ଶକ୍ତିର ଅବଧାରଣ ହେଲେ ମଣିଷ ଅତିମାନବ ହବ। ସୃଷ୍ଟିର ରହସ୍ୟ ଭେଦ ସହ ଆମ ଜୀବନ ଯାତ୍ରା ସହଜ, ସରଳ, ସୁଗମ ଓ ପ୍ରେମପୂର୍ଣ୍ଣ ହେବାର ଅଭିପ୍ସା ଜାରି ରହିବ। ତେବେ ମୋଟ ଉପରେ ଆମ ଭାବବୋଧରେ 4 ଯୁଗ ଭିତରେ 3ଟି ମୁଖ୍ୟ କ୍ରିୟାଶକ୍ତିକୁ ଆମେ ଉପଲବ୍ଧି କରି ଆଗକୁ ଯାତ୍ରା କରୁ। ମନ୍ତ୍ର ଶକ୍ତି, ତନ୍ତ୍ର ଶକ୍ତି, ଯନ୍ତ୍ର ଶକ୍ତି। 3ଟି ଯାକ ଶକ୍ତି ଧର୍ମ ଓ ବିଜ୍ଞାନ ଭିତ୍ତିକ ଆଧାର। ଏଇଠି ଆମେ ଯିବା ଆମର ବେଦଶାସ୍ତ୍ର ଉପରକୁ। ବେଦ ଆମର ସକଳ ଜ୍ଞାନ କୌଶଳ ଓ ସକଳ ଜୀବନ କଳା ଆଧାରର ପରମ ଶାସ୍ତ୍ର। ତାହାର ସହଜ ସମୀକ୍ଷା ହେଉଛି ଉପନିଷଦ। ଏମିତିରେ ବି ଅଷ୍ଟଦଶ ପୁରାଣ ଶାସ୍ତ୍ର ଧର୍ମୀୟ ଆଧାରରେ ମନ୍ତ୍ରତନ୍ତ୍ର ସମ୍ବଳିତ ଜ୍ଞାନ ବିଜ୍ଞାନର ଆଧାର ହେଉଛି ଆମ ହୃଦୟ ଯନ୍ତ୍ରାଳୟ। ଆମେ ପୃଥିବୀ ମାତା ଉପରେ ବସବାସ କରି ଗୋଟିଏ ଭୁବନକୁ ଜାଣୁଛୁ, ଗୋଟିଏ ସୂର୍ଯ୍ୟଙ୍କୁ ଦେଖୁଛୁ, ଗୋଟିଏ ବିଶ୍ୱ ବ୍ରହ୍ମାଣ୍ଡର ବାସ୍ତବ ଫଟୋକୁ ପରିକଳ୍ପନା କରୁଛୁ। କିନ୍ତୁ ଆମ ଶାସ୍ତ୍ର 14 ଭୁବନ, 12 ଆଦିତ୍ୟ, ମାଳମାଳ ବିଶ୍ୱ ବ୍ରହ୍ମାଣ୍ଡର ସ୍ୱରୂପ କଥା କହିଛି। ଭାଗବତରେ ଅଛି, ବ୍ରହ୍ମାଣ୍ଡ ମାଳମାଳ ହୋଇ ତୋଲ ମୂଳେ ବିରାଜଇ। ଏଇଠି ଆଉ ଗୋଟିଏ ବାସ୍ତବ ଉଦାହରଣ ରଖୁଛି। ଆମର ଏଇ ଯୋଉ ଭାରତ ସୁନ୍ଦରୀ, ବିଶ୍ୱ ସୁନ୍ଦରୀ, ବ୍ରହ୍ମାଣ୍ଡ ସୁନ୍ଦରୀ ସବୁ ପ୍ରତିଯୋଗିତା ଚାଲୁଛି, ଏହାର ବହୁ ପୂର୍ବରୁ କଳ୍ପନା ଶକ୍ତି ବଳରେ ଜ୍ଞାନ ନେତ୍ରରେ ଆମ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ କାବ୍ୟ ଲେଖିଛନ୍ତି। ସେ କୋଉଠୁ ଆଣିଲେ ଏ ଚିନ୍ତାଧାରା? ନିଶ୍ଚିନ୍ତ ଏଇ ଭାବ୍ୟ ଧର୍ମୀୟ ଭାବବୋଧତାରୁ ତାଙ୍କର ଏ କଳ୍ପନା ପ୍ରସୂତ କାବ୍ୟ। ବିଜ୍ଞାନ ଏବେ ଏଇ ବିଶ୍ୱ ବ୍ରହ୍ମାଣ୍ଡର ରହସ୍ୟ ଉନ୍ମୋଚନ ପ୍ରୟାସରେ ଅଛି। ଯେତିକି ରହସ୍ୟ ସେ ଏପର୍ଯ୍ୟନ୍ତ ଭେଦ କଲାଣି, ପ୍ରକୃତରେ ଆମ ଶାସ୍ତ୍ର ଅନୁଯାୟୀ ତାହା କିଞ୍ଚିତ ମାତ୍ର। ଟିକେ ପୂର୍ବରୁ ଆମର ଅବାବୁ କହୁଥିଲେ ଯେ ବିଜ୍ଞାନ ହଉଛି ଏକ ଆଖ୍ୟା। ତାର ଉଦାହରଣ ମୁଁ ପରେ ଦେବି। ବିଜ୍ଞାନ ପ୍ରକୃତରେ ବିଜ୍ଞାନ କଣ? ବିଜ୍ଞାନ ହେଉଛି ପରୀକ୍ଷା ପ୍ରଣାଳୀ ଭିତ୍ତିକ ଉପଲବ୍ଧିର ବିଶେଷ ଜ୍ଞାନ। ଏହାର ପରିସର ବ୍ୟାପକ। ଏହି ଜ୍ଞାନ କୌଶଳ ବୈଦିକ ଯୁଗରୁ ଆମ ଦିବ୍ୟ ଦ୍ରଷ୍ଟା ମୁନି ଋଷିଗଣଙ୍କ ଦିବ୍ୟ ଦର୍ଶନରେ ଆଧାରିତ, ଯାହା ଆମର ଚଳଣୀରେ ଆମ ପରମ୍ପରା ଓ ସଂସ୍କାରକୁ ଆଧାର କରି ରୁଚିଶୀଳ ସଂସ୍କୃତି ରୂପେ ପୁରୁଷାନୁକ୍ରମେ ଏ ପର୍ଯ୍ୟନ୍ତ ବି ସବୁ ବ୍ୟତିକ୍ରମ ବ୍ୟବସ୍ଥା ଭିତରେ ବିଦିତ ଅଛି। ସୁସମ୍ବଦ୍ଧ ଶୃଙ୍ଖଳିତ ସମ୍ୟକ ଜ୍ଞାନ ହିଁ ବିଜ୍ଞାନ। ତେବେ ଏଠି କହିବାର ଉଦ୍ଦେଶ୍ୟ ଜୀବନ ବିକାଶର ପ୍ରତ୍ୟେକ ଦିଗ, ଆହାର ବିହାର, ଦିନଚର୍ଯ୍ୟା ସହ ନିରୋଗ ଜୀବନଯାପନ, ଆଧ୍ୟାତ୍ମିକ ଭାବବୋଧ ଏବଂ ମାନବ ଜୀବନର ଶ୍ରେଷ୍ଠତ୍ୱ ଉପରେ ଗୁରୁତ୍ୱ ଦେଇଛି ଆମ ଧର୍ମଶାସ୍ତ୍ର। ପ୍ରକୃତି ପୂଜନ, ସର୍ବୋପରି ପଞ୍ଚତତ୍ୱର ପଞ୍ଚ ଉପାଦାନ ଭିତ୍ତିକ ବ୍ୟବସ୍ଥିତ ଉପଚାର ଓ ଉପଜୀବ୍ୟ ଉପଯୋଗର
ପରମ ଜ୍ଞାନ ରହିଛି ଆମ ଶାସ୍ତ୍ରରେ, ଯାହା ଭୂବିଜ୍ଞାନ ବା ଭୂତତ୍ତ୍ୱବିତ୍ ମାନେ ଯାହା ଉପରେ ଗବେଷଣା ନିରନ୍ତର ଜାରି ରଖିଛନ୍ତି। କିନ୍ତୁ ଦୁଃଖର କଥା, ବିଜ୍ଞାନର ଜୟଯାତ୍ରାରେ କେଉଁ ଆଧ୍ୟାତ୍ମିକ ଦୃଷ୍ଟିକୋଣର ଅଭାବରୁ ସସୀମରୁ ଅସୀମ ଆଡକୁ ଯାତ୍ରା କରି ଉପକାର ସହ ମାତ୍ରାଧିକ ବିପର୍ଯ୍ୟୟକୁ ଡାକି ଆଣୁଛି। ଯୋଉ ଏକ ଆଖିଆ ବିଜ୍ଞାନ ବୋଲି ଟିକେ କୁହାଯାଉଥିଲା, ପ୍ରକୃତରେ ତାର ଉଦ୍ଦେଶ୍ୟ ସେୟା ନୁହଁ, ବହୁବିଧ ଦିଗ ତାର ଅଛି। କିନ୍ତୁ ବହୁବିଧ ଦିଗ ସହ ବହୁ ବିପର୍ଯ୍ୟୟ ଦିଗ ମଧ୍ୟ ଆମେ ଅନୁଭବ କଲେଣି। ମୁଁ ଏଠି ଗୋଟିଏ ଉଦାହରଣ ଦଉଛି। ସେ ବୈଜ୍ଞାନିକ ହୁଅନ୍ତୁ ଅଥବା ହେତୁବାଦୀ ହୁଅନ୍ତୁ, କି ସାଧାରଣ ନାଗରିକ କି କୃଷକଟିଏ ହେଉ, ଟିକେ ଆମେ ଗଭୀର ଭାବରେ ଅନୁଧ୍ୟାନ କରିବା ଆମ ପାରମ୍ପରିକ କୃଷି ପ୍ରଣାଳୀ କେମିତି ଥିଲା, ବର୍ତ୍ତମାନର ବୈଜ୍ଞାନିକ ଶୈଳୀରେ ଆମର ଯୋଉ ପ୍ରଧାନ ଜୀବିକା କୃଷି, ତାର ରୂପରେଖ କିପରି ହୋଇଛି। ବୈଜ୍ଞାନିକ ଶୈଳୀରେ ଅଧିକ ଅମଳ ବା ଉପାର୍ଜନ ପାଇଁ ପୃଥିବୀ ମାତାର ବର୍ଷକୁ ବର୍ଷ ସାରା ବିଦୀର୍ଣ୍ଣ କରାଯାଉଛି। ସାଧାରଣତଃ ପୂର୍ବେ ଶସ୍ୟ ଜାତୀୟ ଫସଲ ଅମଳ ପରେ ରବି ଫସଲ ଉତୁରା ଯାଇ 3-4 ମାସ ଧରଣୀ ମାକୁ ପୁଷ୍ଟ ହେବା ପାଇଁ ଛାଡି ଦିଆଯାଏ। କିନ୍ତୁ ଏବେ ଖରାଟିଆ ଫସଲ ଅମଳରେ ଧରଣୀ ମା କ୍ଳାନ୍ତ, ଶ୍ରୀହୀନା, ତାକୁ ବିଶ୍ରାମ ନାହିଁ। ତାର ଜଳସ୍ତର ସହ ଆଭ୍ୟନ୍ତରୀଣ ସ୍ତରର ସୁରକ୍ଷା ଓ ସ୍ଥିତିର ସ୍ଥିରତା ବି ନାହିଁ, ସେ ଧୀରେ ଧୀରେ ଦୁର୍ବଳ ହେଉଛି। ସେଇଥିପାଇଁ ମୁଁ ଟିକେ କହିଲି, କୋଉ ଦୃଷ୍ଟିକୋଣର ଅଭାବରୁ ସସୀମରୁ ଯୋଉ ଅସୀମ ଆଡକୁ ଯାତ୍ରା, ସେଥିରେ ବିପର୍ଯ୍ୟୟ ଭରି ରହିଛି। ତେବେ ଧର୍ମୀୟ ଭାବନାରେ ଯୋଉ ଆମର କୃଷି ପ୍ରଣାଳୀ ଥିଲା, ତାହା ବି ବିଜ୍ଞାନ ସମ୍ମିଳିତ। କେମିତି ନା, ଆମର ବୈଶାଖ ମାସରେ ଅକ୍ଷିମୁଠି ଅନୁକୂଳ ପର୍ବ, ତାପରେ ପୁଣି ମୈଥୁନ ସଂକ୍ରାନ୍ତି ପରଠାରୁ କୃଷି କାର୍ଯ୍ୟ। ଧର୍ମଶାସ୍ତ୍ରର ଏହା ହେଉଛି କୃଷି ବିଜ୍ଞାନ ଭିତ୍ତିକ ଜ୍ଞାନ। କିନ୍ତୁ ହେତୁବାଦୀ ମାନେ କୁହନ୍ତି, ଏ ପୂଜା ପର୍ବ ଧର୍ମ ସବୁ ଅର୍ଥହୀନ। ସେ କଥା ପରେ, ଏହାପରେ ଆମେ ଆସିବା ଆମ ଜୀବନ ସହ ଏସବୁର ସୁରକ୍ଷା ପାଇଁ ଆମ ପାରମ୍ପରିକ ପୂଜା ଉପଚାର ଓ ଜୀବନଚର୍ଯ୍ୟାର ବିଭିନ୍ନ ଦିଗକୁ। ଅଳ୍ପ କିଛି ଉଦାହରଣ ମାଧ୍ୟମରେ ଏ ଭିତରକୁ ମୁଁ ଯାଉଛି। ଗିରି ଗୋବର୍ଦ୍ଧନ, କୈଳାସ ପର୍ବତ, ଗନ୍ଧମାର୍ଦ୍ଦନ ପର୍ବତ ଇତ୍ୟାଦିର ପୂଜା, ଭୂମାତା ପୂଜା, ରଜ ଉତ୍ସବ, ଅଗ୍ନି ଉତ୍ସବ, ବରୁଣ ପୂଜା, ବସନ୍ତ ରାସରେ ବାୟୁ ପୂଜା, ସୂର୍ଯ୍ୟଙ୍କୁ ଜଳ ଅର୍ଘ୍ୟ, ଇନ୍ଦ୍ର ଉତ୍ସବ, ଚାନ୍ଦ ପୂଜା ଇତ୍ୟାଦି ଇତ୍ୟାଦି ଅନେକ ପୂଜା ବିଧି ପଞ୍ଚତତ୍ଵର ସୁରକ୍ଷା ଓ ଶାନ୍ତି ପାଇଁ କରାଯାଏ। ଆମ ଗାୟତ୍ରୀ ମନ୍ତ୍ର ପଞ୍ଚତତ୍ଵ ଓ ପଞ୍ଚଭୂତକୁ ଶାନ୍ତି ରଖେ। ଏଇଠି ବର୍ତ୍ତମାନର ଆମର ବାସ୍ତବ ସ୍ଥିତିକି ଆମେ ଆସିବା ଯେ, ଆମର ଆଖି ଦେଖା କଥା, ଜଗା ବଳିଆଙ୍କ ଯୋଡାମୁଣ୍ଡ ଶିଶୁଙ୍କର ଯୋଉ ଅସ୍ତ୍ରୋପଚାର ମାଧ୍ୟମରେ ଅଲଗା କରିଥିବା ବିଶିଷ୍ଟ ଡାକ୍ତର ଅଶୋକ ମହାପାତ୍ର କୁହନ୍ତି, ଗାୟତ୍ରୀ ମନ୍ତ୍ର ଜପ କରି ସେ ଅନେକ ରୋଗୀଙ୍କୁ ସୁସ୍ଥ କରିଛନ୍ତି ଏବଂ ରୋଗୀମାନଙ୍କୁ ସେ ମଧ୍ୟ ଗାୟତ୍ରୀ ମନ୍ତ୍ର ଜପିବାକୁ ପରାମର୍ଶ ଦିଅନ୍ତି ଏବଂ ସେ ବହୁ ସୁଫଳ, ଚିକିତ୍ସା ଅପେକ୍ଷା ଏ ମାର୍ଗରେ ସେ ବହୁ ସୁଫଳ ପାଇଛନ୍ତି। ତେବେ ଦେଖନ୍ତୁ, ଧର୍ମ ସହ ଆମ ବିଜ୍ଞାନ କିପରି ଜଡିତ। ଧର୍ମଶାସ୍ତ୍ର ଓ ମନ୍ତ୍ରର କମାଲ ଜଣେ ଆଧ୍ୟାତ୍ମିକବାଦୀ ହିଁ ଉପଲବ୍ଧି କରିପାରନ୍ତି। ଏହା ଆମ ଭେଷଜ ବିଜ୍ଞାନ ସମ୍ପର୍କିତ ଧର୍ମୀୟ ଉପଚାର। ତେବେ ହେତୁବାଦୀ ମାନେ କିନ୍ତୁ ଏହା ସ୍ୱୀକାର କରନ୍ତି ନାହିଁ। ହେତୁବାଦ, ହେତୁ କଣ? ହେତୁର ଅର୍ଥ ବୋଧ ଶକ୍ତି, ଜ୍ଞାନ, ବିଜ୍ଞାନ, ଯୁକ୍ତି ଇତ୍ୟାଦି ଇତ୍ୟାଦି। ମଣିଷର ହେତୁ ହେଲେ ହିଁ ସେ ମନ୍ତ୍ର, ତନ୍ତ୍ର ବା ଯନ୍ତ୍ର ଶକ୍ତିର ଆଧାର ଉପରେ ଅଭିଯାତ୍ରୀ ହୋଇପାରିବ। କିନ୍ତୁ ଏବେ ଯେଉଁମାନେ ବିଜ୍ଞାନର ଆଳ ନେଇ ଅଯଥା ବିତଣ୍ଡା ଯୁକ୍ତି କରୁଛନ୍ତି, ସେମାନେ କେବଳ ତାର୍କିକ। ହେତୁବାଦର ସତ୍ତା, ଉପଲବ୍ଧ ଜ୍ଞାନ ଯାହା ଈଶ୍ୱରଙ୍କୁ ସର୍ବମାନ୍ୟ ଦିଏ, ଧର୍ମୀୟ ଧାରାରେ ଦୀପ୍ତ ହୁଏ, ବିଶ୍ୱାସ ଓ ଭରସାର ପାତ୍ର ହୁଏ, ତାଙ୍କର ମଧ୍ୟ ଦିବ୍ୟ ଅନ୍ୱେଷା ଥାଏ। କିନ୍ତୁ ବର୍ତ୍ତମାନର ହେତୁବାଦୀ ମାନେ ଜ୍ଞାନ ହାସଲ କରିଛନ୍ତି ସତ,
ଜ୍ଞାନର ଗରିମାରେ ବାସ୍ତବ ଚିତ୍ରକୁ କେବଳ ଚର୍ମ ଚକ୍ଷୁରେ ପଞ୍ଚମନରେ ବିଚାର କରୁଛନ୍ତି, ତଉଲୁଛନ୍ତି। ବିଜ୍ଞାନର ନାମ ନେଇ ଉଦ୍ଭଟ ଚିନ୍ତାଧାରାରେ ଅଜ୍ଞାନ ପରି ଆଚରଣ କରୁଛନ୍ତି। ଆମେ ଗୋଟେ ମୂର୍ଖ ଲୋକଙ୍କୁ ବୁଝାଇ ପାରିବା, କିନ୍ତୁ ଯିଏ ସବୁ ପାଠ ପଢି ଜ୍ଞାନର ଉଦାହରଣ ଦେଇକି ଏଭଳି କଥା କହୁଛନ୍ତି, ତାଙ୍କର ବକ୍ତବ୍ୟ ସବୁ ପିତ୍ତଳ ଆମେ ସୁନା, ଆମ କଥା ହିଁ ଠିକ। ଅର୍ଥାତ୍ ଯାହା କୁହାଯାଇଛି ଆମର ସଂସ୍କୃତରେ ଗୋଟେ ଶ୍ଲୋକ, ଅଜ୍ଞ ସୁଖମ ଆରାଧ୍ୟ ସୁଖତରମ ଆରାଧ୍ୟତେ ବିଶେଷଜ୍ଞ ଜ୍ଞାନ ଲବ୍ଧ ଦୁର୍ବିଦଗ୍ଧ ବ୍ରହ୍ମାପି ତଂ ନରଂ ନ ରଞ୍ଜୟତି। ତେଣୁ ତାଙ୍କୁ କିଏ ବା ପରିବର୍ତ୍ତନ କରିପାରିବ, କିନ୍ତୁ ତଥାପି ତାଙ୍କ ବିରୁଦ୍ଧରେ ଆମର ସ୍ୱର ଉତ୍ତୋଳନ କରିବା ଆବଶ୍ୟକ। ଆମ ସଂସ୍କାରର କିଛି ଉଦାହରଣ ଆମେ ଏବେ ନବା। ଯେ ଆମର ଯୋଉ ପାରମ୍ପରିକ କଥା ଥିଲା, ରାତିରେ ମୁଣ୍ଡ କୁଣ୍ଡାଇବାନି, ନଖ କାଟିବାନି, ଓଷା ବ୍ରତରେ ମୁଣ୍ଡ ଖୋଲା ରଖିବାନି, ଦୁଆରେ ପ୍ରତ୍ୟହ ଗୋବର ପାଣି ପକେଇବା, ଶବ ସତ୍କାର ପରେ ବାହାରେ ରହି ନିମ ପାଣିରେ ଗୋଡ ଧୋଇବା, ନିମ୍ବ ପାଣି ପିଇବା, ଶବ ସତ୍କାର ବାସି ଦିନ ପିତା ଖାଇବା, ଏସବୁ ରୀତିନୀତିରେ ସଂସ୍କାର ଉପରେ ରହିଛି ଶରୀର ତତ୍ଵର ଜ୍ଞାନ। ନଖ ଓ ଚୁଟି ଗୋଟେ ଯଦି ରାତିରେ ଦେଖା ନ ଯାଇ ଖାଦ୍ୟରେ ଆମ ପେଟ ଭିତରକୁ ଯାଏ, କେଶଟି ଗୁଡେଇ ତୁଡେଇ ହୋଇ ପାଚନ କ୍ରିୟାରେ ବାଧା ସୃଷ୍ଟି କରେ, ଏପରିକି ପାକସ୍ଥଳୀର ସାଂଘାତିକ କ୍ଷତି କରେ। ଆଗେ ତ ବିଜୁଳି ଆଲୁଅ ନଥିଲା, ଦୀପ ଲଣ୍ଠନ ଆଲୁଅ, ତେଣୁ ସେଥିପାଇଁ ଏ ବିଧି ବ୍ୟବସ୍ଥା ଥିଲା। ଅନ୍ୟ ସବୁ ଯୋଉ ମୁଁ କହିଲେ ଆ ଉପରେ ଏମିତି କେତେ ରୀତିନୀତିର ମୂଳ ତତ୍ଵ, ଯୋଉ ପିତା ଖାଇବା, ଇଏ କରିବା, ଆପଣ ମାନଙ୍କୁ ବି ଅବଗତ, ସେ ଉପରେ ଆଲୋଚନା କଲେ ବହୁତ ସମୟ ଯିବ। ଏବେ ଆମେ ଆଉ ଗୋଟେ ଦିଗକୁ ଆସିବା। ଆମ ସୂର୍ଯ୍ୟ ଚନ୍ଦ୍ରଙ୍କର ଗତିବିଧି ଅନୁଯାୟୀ ଯୋଉ ସୌର ମାସ, ଚନ୍ଦ୍ର ମାସ, 12 ରାଶି, 27 ନକ୍ଷତ୍ରରେ ନବଗ୍ରହର ସଂଯୋଗକୁ ନେଇ ସର୍ବୋପରି ମହାକର୍ଷଣ, ମାଧ୍ୟାକର୍ଷଣ ଶକ୍ତି ଓ ସୌର ରଶ୍ମିର ସଂଲଗ୍ନରେ ଯୋଉ ତ୍ରିବିକାର କଫ ବାତ ପିତ୍ତ ମୁଖ୍ୟ ରୋଗର ଉପଚାର ପାଇଁ ଧର୍ମୀୟ ବିଧିରେ ତିଥିବାର ଅନୁଯାୟୀ କିଛି ଖାଦ୍ୟର ନିଷେଧନାମ ମଧ୍ୟ ରହିଛି। କାରଣ ସେ ଯୋଉ ମାଧ୍ୟାକର୍ଷଣ ଏବଂ ମହାକର୍ଷଣ ସୂର୍ଯ୍ୟ ରଶ୍ମିର ଯୋଉ ତେଜଟା, ସେ ଫଳ ସେ ତିଥିରେ ଗୋଟେ ଗୋଟେ ବିଶେଷ ତିଥିରେ ତାକୁ ଦୂଷିତ କରିଦିଏ। ଏହା ସମଗ୍ର ଜାଗତିକ ବିଜ୍ଞାନ ସମନ୍ୱୟ ତଥ୍ୟ। ସୂର୍ଯ୍ୟ ପରାଗ ଓ ଚନ୍ଦ୍ରଗ୍ରହଣ ସମୟରେ ସୂର୍ଯ୍ୟ ଚନ୍ଦ୍ର ଓ ପୃଥିବୀର ଅବସ୍ଥାନକୁ ନେଇ ସେଇ ମାଧ୍ୟାକର୍ଷଣ ଓ ମହାକର୍ଷଣ, ବାୟୁସ୍ତର, ଜଳସ୍ତର ର ଅସମନ୍ୱୟ ସ୍ଥିତିରେ ଆମ ଜଠରାଗ୍ନି ଓ ଶରୀରର ବାୟୁ କୁପିତ ହୋଇ ବିଭିନ୍ନ ରୋଗକାରକ ହୁଏ। ସେଥିପାଇଁ ପରାଗ ଓ ଗ୍ରହଣ ସମୟରେ ଆମ ମୁନି ଋଷି ମାନେ ବୈଦିକ ଶାସ୍ତ୍ରରେ ସ୍ଥିର କରିଛନ୍ତି ପାକତ୍ୟାଗ, ଫଳାହାର, ଠିକ ସ୍ପର୍ଶ ସମୟରେ ସମ୍ପୂର୍ଣ୍ଣ ଖାଦ୍ୟ ଗ୍ରହଣର ବାରଣ ମଧ୍ୟ। ଧର୍ମ, ସଂସ୍କାର ଓ ବିଜ୍ଞାନ କିପରି ଆଶ୍ଚର୍ଯ୍ୟଜନକ ଭାବରେ ଜଡିତ, ଆମେ ଏଇଥିରୁ ବୁଝିବା। କିନ୍ତୁ ମଝିରେ ହେତୁବାଦ ମାନେ କହିଲେ ଏସବୁ ମିଛ, ଚିକେନ ମଟନ ଖାଇକି ଲୋକଙ୍କୁ ସବୁ ଦେଖେଇଲେ, ଆହୁରି କହିଲେ କଣ ନା ଯଦି ଆମର କିଛି ହୁଏ ତାହେଲେ ଆମର ଚିକିତ୍ସା ବିଜ୍ଞାନ ଅଛି, ଡାକ୍ତର ମାନେ ଆମକୁ ଭଲ କରିବେ, ଆମକୁ କୋଉ ସୂର୍ଯ୍ୟ ଚନ୍ଦ୍ର ଆସି ଭଲ କରିବେନି। କିନ୍ତୁ ସେମାନେ ବୁଝିବା ଉଚିତ, ଯନ୍ତ୍ର କୌଶଳର ଚିକିତ୍ସା ଅପେକ୍ଷା ମନ୍ତ୍ର ଯୁଗର ଧର୍ମୀୟ ଧାରା କେତେ ଉନ୍ନତ। ଏହା ଜାଣିଲେ ତୁମେ ଅନ୍ଧାରକୁ ଯିବ ହିଁ ନାହିଁ। ଈଶ୍ୱରଙ୍କ ଠାରେ ବିଶ୍ୱାସ ହିଁ ସକଳ ଖୁସିର ଚାବିକାଠି। କରୋନାକୁ ଚିକିତ୍ସା ବିଜ୍ଞାନ ଦୂରେଇଲା। ଡାକ୍ତର, ଡାକ୍ତରାଣୀ, ସ୍ୱାସ୍ଥ୍ୟକର୍ମୀ ଓ ଗବେଷକ ମାନେ ଆର୍ତ ହୃଦୟରେ ସମର୍ପିତ ହୋଇ ଈଶ୍ୱରଙ୍କ ଆଶୀର୍ବାଦରୁ ପ୍ରତିଷେଧକ ଟୀକା ବାହାର କରିବା ସହ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଅବଲମ୍ବନ କଲେ। କେତେଟା ହେତୁବାଦୀ କରୋନା ରୋଗୀଙ୍କ ଉଦ୍ଧାର ପାଇଁ ଅଣ୍ଟା ଭିଡିଛନ୍ତି, ଖାଲି ତର୍କ ଯୁକ୍ତି। ହେତୁବାଦୀ ମାନେ ତାଙ୍କର ଅପତୁଣ୍ଡରେ ଯୋଉ ବିଜ୍ଞାନର କଥା କହୁଛନ୍ତି, ତାହା କେବଳ ଜଣେ ନିରଳସ ସାଧକ ଓ ଉପାସକଙ୍କୁ ବିଭୁ କୃପା ବଳରେ ପ୍ରାପ୍ତ ହୋଇଥାଏ। ସମସ୍ତେ ତ ଡାକ୍ତର ପରି ଡାକ୍ତରଟିଏ ହେଇପାରିନାହାନ୍ତି, ଜଣେ ଆଦର୍ଶ ସମାଜସେବୀ ହଉନାହାନ୍ତି, ଜଣେ ଦେଶ ସେବକ କି ପ୍ରକୃତ ପ୍ରକୃତି ଉପାସକ ହୋଇପାରୁନାହାନ୍ତି। କାହିଁକି ନା ସେମାନଙ୍କର ନୈତିକ ଜ୍ଞାନ ନାହିଁ, ଧର୍ମୀୟ ଭାବଧାରା ନାହିଁ। ଯାହାର ଅଛି ସେ ପ୍ରତି କ୍ଷେତ୍ରରେ ହିଁ ଆଦର୍ଶ ହେଇ ବାହାରୁଛନ୍ତି। କିନ୍ତୁ ହଁ, ତାଙ୍କ ଭାଷାରେ ବହୁ ମାତ୍ରାରେ
ସେଇ ହେତୁବାଦ ମାନଙ୍କ ପରି ଉଦ୍ଭଟ ବାଚାଳ ହୋଇପାରୁଛନ୍ତି। କିନ୍ତୁ ଏଠି ଆମେ ବୁଝିବା ସେହି ଜ୍ଞାନ ଯେଉଁ ଜ୍ଞାନରେ ସର୍ବମାନ୍ୟ ଈଶ୍ୱର ପ୍ରୀତି, ଧର୍ମରେ ଆସ୍ଥା, ସଂକଳ୍ପରେ ବିଶ୍ୱାସ ଓ ଭରସା ଥାଏ, ତାହା ବିଜ୍ଞାନ। ତାକୁ ସାଧନ କରିଥିବା ଜ୍ଞାନୀ ପ୍ରକୃତ ବିଜ୍ଞାନୀ। ଅନ୍ୟଥା ଏସବୁକୁ ବାଦ ଦେଲେ ତୁମ ପରି ଜ୍ଞାନୀ ମାନେ ମନୋବିକାର ବା ମାନସିକ ରୋଗୀରେ ଗୁଣା। ଜ୍ଞାନରେ ଯୁକ୍ତି ଅପେକ୍ଷା ପ୍ରୀତି ବଳବତ୍ତର। ଏହି ପ୍ରୀତି ହିଁ ସମର୍ପିତ ଭକ୍ତି ଯୋଗ। ଏଠି ଟିକେ ଆମେ ପୁରାଣ ପୃଷ୍ଠାକୁ ଯିବା ଯେ ସମର୍ପିତ ପ୍ରାଣ ଓ ଦିବ୍ୟ ଚେତନା ଆଧାରର ପାତ୍ର ଆମର ଏ ଦେହ କେବଳ ଜ୍ଞାନ ମାର୍ଗରେ ସନ୍ତୁଷ୍ଟି ନୁହେଁ। ଶ୍ରୀକୃଷ୍ଣଙ୍କ ଦ୍ଵାରା ଉଦ୍ଧବ ଯାଇଥିଲେ ଗୋପପୁରକୁ ଗୋପୀ ମାନଙ୍କୁ ବୁଝାଇବା ପାଇଁ। ଉଦ୍ଧବ ଗୋପାଙ୍ଗନାଙ୍କ କୃଷ୍ଣ ବିରହ ବ୍ୟାକୁଳତା ଦେଖି ସେଇ ହେତୁବାଦୀଙ୍କ ପରି ସେଠି ବିରକ୍ତ ହୋଇ ପଡିଥିଲେ। ଗୋପୀଙ୍କ ସହ ଜ୍ଞାନ ମାର୍ଗରେ ବହୁତ ଯୁକ୍ତି କଲେ, ବହୁତ ତର୍କ କଲେ। ସେ ଭାବିଲେ ମୁଁ ଦିଗଦର୍ଶନ ଦେଇ ତାଙ୍କୁ ବୁଝେଇଦେବି। କିନ୍ତୁ ଯେତେବେଳେ ଦେଖିଲେ ଯେ ଗୋପାଙ୍ଗନା ମାନେ ପୁରା କୃଷ୍ଣ ପ୍ରେମରେ ସମର୍ପିତ, ତାଙ୍କର ତନ ମନ ପ୍ରାଣ ସବୁ ଏକାକାର, ସେତେବେଳେ ସେ ନରମି ଗଲେ। କୃଷ୍ଣମୟ ପ୍ରାଣରେ ପ୍ରେମକୁ ଉପଲବ୍ଧି କଲେ। ତାଙ୍କର ଯୋଉ ଜ୍ଞାନ କ୍ଷୀର ଛିଡିଗଲା ପରି ତାଙ୍କ ବୋଧ ବା ଉପଲବ୍ଧିରୁ ଅଲଗା ହୋଇଗଲା। ସାରା ବ୍ରହ୍ମାଣ୍ଡର ରହସ୍ୟମୟ ପୁରୁଷ ଶ୍ରୀ ଗୋପାଳ କୃଷ୍ଣ, ଯୋଉ ପିଣ୍ଡ ବ୍ରହ୍ମାଣ୍ଡର ମଧୁ ସଂଯୋଗର ବିଜ୍ଞାନ ହିଁ ହଉଛି ଅସଲ ଭକ୍ତି ଯୋଗ। କିନ୍ତୁ ହେତୁବାଦୀ ମାନଙ୍କ ମତରେ ଏହା ଗୋଟେ ପ୍ରେମ ବିରହର ବିଳାପ। ମୁଁ ଶୁଣିଛି ସେମାନଙ୍କର ୟୁଟ୍ୟୁବ ଆଲୋଚନାରେ ପ୍ରେମ ବିରହର ବିଳାପ ମାତ୍ର। କୃଷ୍ଣ ଗୋଟେ ଉଦ୍ଭଟ, କୃଷ୍ଣ ରାମ ବୋଲି କେହି ନାହାନ୍ତି। ସେମାନେ କୁହନ୍ତି ରାମ କୃଷ୍ଣ ଭଗବାନ, ଭକ୍ତ, ପୂଜା ଉପଚାର ଏସବୁ ମିଛ ଓ ଭଣ୍ଡାମି। ହୋଇପାରେ ସାଧନ ପଥରେ ସୁସମ୍ପନ୍ନ ସଂସ୍କୃତିରେ କେଉଁ ଦିଗରେ କିଛି ବ୍ୟତିକ୍ରମ ବି ଥାଇପାରେ। ଥିଲା ଆମର ରାଜା ରାମମୋହନ ରାୟ, ଗୌତମ ବୁଦ୍ଧ, ମହାବୀର ଜୈନ ପରି ମହାନ ବୁଦ୍ଧିଜୀବୀ ସାଧକ ମାନେ ସାଧନା କରି ସେଥିରେ ପରିବର୍ତ୍ତନ ଆଣିଛନ୍ତି। ସୁଧାର ଧାରର ଦିଗ ଦର୍ଶନ ଦେଇଛନ୍ତି। କିନ୍ତୁ ତମର କର୍ମ କିଛି ନାହିଁ, କେବଳ ଯୁକ୍ତି, ଜ୍ଞାନର ଅହଙ୍କାର। ଈଶ୍ୱର, ଧର୍ମ, ଆଧ୍ୟାତ୍ମିକତା ସବୁକୁ ଉପହାସ କରିବାର ଅଧିକାର ତୁମକୁ ଦେଲା କିଏ? ଈଶ୍ୱର ନାହାନ୍ତି, ଈଶ୍ୱର ନାହାନ୍ତି। ଏ କଥା ବିବେକାନନ୍ଦ ରାମକୃଷ୍ଣଙ୍କୁ ପଚାରିଥିଲେ, ରାମକୃଷ୍ଣ ବୁଝେଇଥିଲେ। ମୁଁ ଏଇଠି ଗୋଟେ ଛୋଟିଆ ଗପ କହୁଛି, ଛୋଟ ଗପଟିଏ। ଗୋଟେ ଗପୁଡା ଲୋକଟିଏ ଥରେ ସେଲୁନ କୁ ଗଲା କ୍ଷିଅର ହବା ପାଇଁ। କ୍ଷିଅର ହଉ ତାର ଗପୁଡା ପ୍ରକୃତି, ସେ ବିଭିନ୍ନ କଥା ଗପୁଥାଏ। ବାରିକଟି ଶୁଣୁଥାଏ, ଶୁଣି ଶୁଣିକି କହିଲା, ତମେ ଏତେ ଗପୁଛ, ଆଚ୍ଛା କହିଲ ଈଶ୍ୱର ଅଛନ୍ତି? ନା ହଁ ଈଶ୍ୱର ଅଛନ୍ତି। ଈଶ୍ୱର ଯଦି ନାହାନ୍ତି ଏ ପ୍ରକୃତି କେମିତି ତିଷ୍ଠିଛି? ଆମେ କେମିତି ଆମ ଜୀବନ ନିର୍ବାହ ହଉଛି? ଆମେ ସୁଖ ଦୁଃଖରେ ଭୋଗ କରୁଛେ, ଆମେ ଶାନ୍ତିରେ ଅଛେ, ଆମେ ଆନନ୍ଦମୟ ପୃଥିବୀ ଉପରେ ରହିଛେ, ମଣିଷ ଜନ୍ମ ପାଉଛେ। ସବୁ ଏ ସୌଭାଗ୍ୟ ଆମକୁ କେମିତି ମିଳୁଛି? ସେ ବାରିକଟି କହିଲା, ସେ ତୁଚ୍ଛା ଗାଲୁଆମି ଗପ ରଖ। ମୁଁ ଈଶ୍ୱର ଅଛନ୍ତି ବୋଲି ବିଶ୍ୱାସ କରିବିନି। ନା କାହିଁକି? ନା ଯଦି ଈଶ୍ୱର ତମେ କହୁଛ ସମସ୍ତଙ୍କର ପିତା, ସେ କଲ୍ୟାଣମୟ, ତେବେ ଅଧା ଲୋକ ଦୁଃଖରେ ଅଛନ୍ତି, ରୋଗ କଷ୍ଟରେ ଭୋଗ କରୁଛନ୍ତି, ଅଧେ କିଏ କାହାର ସୁଖରେ ବେଳ ଅଣ୍ଟୁନି, କାହାର ଦୁଃଖରେ ଦିନ ସରୁନି। ଏତେ ତାପ, ଶୋକ, ସନ୍ତାପ ଏତେ ସବୁ କାହିଁକି? ଏ ଭଣ୍ଡାମି କଥା ଛାଡ, ଈଶ୍ୱର ଫିଶ୍ୱର କେହି ନାହାନ୍ତି, କିଛି ଆମକୁ ସେ ମୁଁ ମାନିବିନି। ବିଚାରା ସେ ଲୋକଟି ଚୁପ ହେଇକି ତାକୁ ପଇସା ଦେଇ ଦେଇ ବାହାରି ଆସିଲା। କିଛି ବାଟ ଆସିଲା ପରେ ସେ ଦେଖିଲା ବାଟରେ ଗୋଟେ ବୁଢାଟାଏ, ମଇଳା ପୋଷାକ ପିନ୍ଧିଛି, ଲମ୍ବା ଲମ୍ବା ଦାଢି, ରୁଢ ମୁଢ ହେଇଛି। ସେ ବୁଢା ଲୋକଟିକୁ ଧରିକି ସେ ସେଲୁନ ବାଲା ପାଖକୁ ଗଲା। ଯାଇକି ପଚାରିଲା, ହଇଓ ବାବୁ, ତମର କଣ ଏଠି କେହି ଧୋବା ନାହାନ୍ତି କି ବାରିକ ନାହାନ୍ତି? ଏମିତି ଏରିଆ, ଏଇଟା କି ଏରିଆ? ସେ ଲୋକଟି ଆଶ୍ଚର୍ଯ୍ୟ ହେଇ ଗଲା, କି କଥା? ଧୋବା କାହିଁ ନାହିଁ, ଆମର ଧୋବା ସାହି ଅଛି, ଆମର ବାରିକ ଅଛନ୍ତି। ତମେ ନିଜେ ପରା ଏଠି, ଆପଣ ନିଜେ ପରା ଏଠି ମୋ ପାଖରେ କ୍ଷିଅର ହେଇକି ଯାଇଛନ୍ତି, କେମିତି କହୁଛନ୍ତି ବାରିକ ନାହାନ୍ତି ବୋଲି? ନା ତମେ ତ ଅଛ, ତାହେଲେ ଇଏ ଲୋକଟା କାହିଁକି ଏଠି ମଇଳା ମଶା ହିଁ ପଡିଛି? ତାର ଧୋବା ତ ଅଛି, ଲୁଗା ସଫା ନାହିଁ, ତାର ଲମ୍ବା ଦାଢି, ରୁଢ ଏମିତି ହେଇଛି। ନା ସେ ଆମ ପାଖକୁ ଆସିନି। ନା ଠିକ ସେମିତି ଈଶ୍ୱର ଅଛନ୍ତି, ଆମେ ତାଙ୍କ ପାଖରେ ପହଞ୍ଚି ପାରୁନୁ। ଆମେ ଯଦି ଭକ୍ତି ଧନକୁ ସମ୍ପତ୍ତି କରି
କେବଳ ଦିବ୍ୟ ପଥରେ ଚାଲିବା ତାହେଲେ ଈଶ୍ୱରଙ୍କୁ ପାଇପାରିବା। ବିଚାରା ବାରିକଟି ଏଥର ଚୁପ ହେଇଗଲା ଏବଂ ସେ ହୃଦବୋଧ କଲା ଯେ ଏ ଲୋକଙ୍କଟିର କଥାରେ ସତ୍ୟତା ଅଛି ଏବଂ ସେ ତା ମନ ଭିତରେ ନାସ୍ତିକ ପରିବର୍ତ୍ତେ ଆସ୍ତିକ ଭାବ ସୃଷ୍ଟି ହେଲା। ଇଏ ଗଲା ଗୋଟେ କଥା। ଏବେ ଆସିବା ଆମର ଜଗନ୍ନାଥ ସଂସ୍କୃତି ଉପରକୁ। ଆମ ପ୍ରଭୁ ଜଗତର ନାଥ ଜଗନ୍ନାଥ ଆମର ଇଷ୍ଟ ଦେବ। ଜଗନ୍ନାଥ ଚେତନାରେ ଆମ ସଂସ୍କୃତି ଓ ଭାଇଚାରା ସମୃଦ୍ଧ ମାନବ ସମ୍ବଳ ଜୀବନ କଳାର ବିଶ୍ଳେଷଣ ସହ ଯୁକ୍ତାତ୍ମକ ଶୈଳୀରେ ତ୍ରିତ ଭାବରେ ଏ ସମାଜ ଓ ପ୍ରକୃତିର ହିତ ସାଧନ କରନ୍ତି, ଯାହା ବିଜ୍ଞାନର ଉଦ୍ଦେଶ୍ୟ। ଆମ ପିଲା ବେଳେ ଆମ ବୁଢୀ ମା ଆମକୁ ଗପ ଶୁଣଉଥିଲେ ଯେ ଗୋଟେ ରାଜକୁମାରୀ ଥିଲା, ସେ ଯୋଉ ରାଜା ରାଜକୁମାରୀ ଯାଉଥିଲେ, ଅଗ୍ନି ବନସ୍ତ ପଡିଲା, ରାଜକୁମାରୀ ବଣରେ ରହିଗଲା। ରାଜା ରାଜକୁମାର କୁହୁକ ଚଢେଇ ପିଠିରେ ବସିକି ଦୀପ ପାର ହେଇକି ପଳେଇଲା। ସେଠି ସେ ରାଜକୁମାରୀ କଥା ତାର ମନେ ପଡିଲା। ନଖ ଦର୍ପଣରେ ରାଜକୁମାରୀର ଦୁରାବସ୍ଥା ଦେଖିଲା। ପୁଣି ମନ ପବନ କଠଉ ପିନ୍ଧିକି ତା ପାଖରେ ନିମିଷକ ଭିତରେ ପହଞ୍ଚିଲା, ଇତ୍ୟାଦି ଇତ୍ୟାଦି ଏମିତି କେତେ ଗପ। ଆମ ପୁରାଣରେ ବି ଆମେ ଜାଣିଛୁ ଯେ ରାବଣ ପୁଷ୍ପକ ବିମାନ ଧରି ଚାରିଆଡେ ଯାଉଥିଲା। ହନୁମାନ ରାମ ନାମ ସ୍ମରଣ କରି 7 ସମୁଦ୍ର ଡେଇଁ ପଡିଲେ। ସେମିତି ଏମିତି ହୋଲିକା ଅସୁରୁଣୀ ତନ୍ତ୍ର ସିଦ୍ଧ ଚାଦର ଘୋରି ହେଇକି ପ୍ରହ୍ଲାଦକୁ ପୋଡିଦବ ବୋଲି ନିଆଁରେ ପଶିଲା। ଭାଗୀରଥୀଙ୍କ ସାଧନାରେ ଶିବ ଭଗବାନ ସ୍ୱର୍ଗରୁ ଗଙ୍ଗାକୁ ଧରାକୁ ଅବତରଣ କରାଇଲେ। ଅର୍ଜୁନ ମନ୍ତ୍ର ଶକ୍ତି ଦେହରେ ତୀର ଭୂଷିକି ଭୂତଳରୁ ଗଙ୍ଗା ଜଳକୁ ଉତ୍ସର୍ଗିତ କଲେ। ଏମିତି ଇତ୍ୟାଦି ଅନେକ କଥା। ଏଇ ହେତୁବାଦୀ ମାନେ ଆମର ଏଇ ପୁରାଣ ଶାସ୍ତ୍ର ଗପ କୁ ଟିକେ ବି ସ୍ୱୀକାର କରନ୍ତିନି। ସବୁବେଳେ ତାଙ୍କର ବିପକ୍ଷ ଯୁକ୍ତି। ଏସବୁ ମିଛ, ଏସବୁ ଭଣ୍ଡାମି କଥା, କପୋଳ କଳ୍ପିତ। ଏଇ କାହାଣୀ କହିକି କିଛି ବର୍ଗର ଲୋକ ଅନ୍ୟ ଲୋକଙ୍କୁ ଶୋଷଣ କରୁଛନ୍ତି। ହେଲେ ସେମାନେ ତ ଶୋଷଣ କଲେ, ତମେ କଣ କରୁଛ? କିନ୍ତୁ ତମେ ଯଦି ସୂକ୍ଷ୍ମ ଦୃଷ୍ଟିରେ ଟିକେ ବିଚାର କରନ୍ତ, ସେଇ ମନ ପବନ କଠଉ କୁହୁକ ଚଢେଇ ପୁଷ୍ପକ ଯାନର ରୂପାନ୍ତରିତ ରୂପ ଆଜିର ବ୍ୟୋମଯାନ ମନ୍ତ୍ର ଶକ୍ତି ଏଠି ରୂପାନ୍ତରିତ ହୋଇଛି ଯନ୍ତ୍ର ଶକ୍ତିରେ। ସେଇ ତନ୍ତ୍ର ସିଦ୍ଧ ଚାଦର ଆଜି ଯନ୍ତ୍ରର ରୂପ ନେଇଛି ଅଗ୍ନି ନିର୍ବାପନ ଯନ୍ତ୍ର, ଏମିତି ଆଉ କେତେକ କଣ ଥାଇପାରେ। ଆଉ ଆମର ଯୋଉ ହନୁମାନଙ୍କର ଶୂନ୍ୟ ଯାତ୍ରା, 7 ସମୁଦ୍ର 13 ନଈ ପାରି ହେଲା ପରି ଯେମିତି ଆମର ରକେଟ ବିମାନ ସବୁ ଯାଉଛି, ସେ ତାର ସ୍ୱରୂପ ଆମେ ଦେଖୁଛେ, କିନ୍ତୁ ସେଇଟା ତାର ସ୍ୱରୂପ ନ ଦେଖିକି କେବଳ ମନ୍ତ୍ର ମାଧ୍ୟମରେ, ଭକ୍ତି ମାଧ୍ୟମରେ ସେ ତାକୁ ଅତିକ୍ରମ କରିପାରୁଥିଲେ। ଅର୍ଜୁନ ଆମର ଗଙ୍ଗାଙ୍କୁ ମନ୍ତ୍ର ଜପିକି ତୀର ମାରିକି ଜଳ ଉତ୍ତୋଳନ କଲେ। ଆଜି ସେଇ ମନ୍ତ୍ର ଶକ୍ତି ଭକ୍ତି ମାର୍ଗରେ ଯନ୍ତ୍ର ସାଧନା ମାର୍ଗରେ ଯନ୍ତ୍ର ଶକ୍ତିର ରୂପ ନେଇଛି। ଯେମିତି ଆମର LI ପଏଣ୍ଟ ବୋର ସବୁ ହେଇକି ଜଳକୁ ଉପରକୁ ଆଣୁଛି। ଭାଗୀରଥ ଶିବଙ୍କ ମାଧ୍ୟମରେ ଗଙ୍ଗାକୁ ଧରାବତରଣ କଲେ। ଆମର ରାମ ମନୋହର ଲୋହିଆଙ୍କ ବହି ମୁଁ ପଢିଥିଲି, ଧରିତ୍ରୀ ମାତା ପୃଥ୍ୱୀ ମାତା। ସେଥିରେ ସେ ଶିବ ଭଗବାନଙ୍କୁ ଗୋଟେ ମହାନ ଯନ୍ତ୍ରୀ ବୋଲି କହିଛନ୍ତି, ମହାନ ଇଞ୍ଜିନିୟର ବୋଲି କହିଛନ୍ତି। ଜଣେ ସେ ଦିବ୍ୟ ଦ୍ରଷ୍ଟା ଇଞ୍ଜିନିୟର ବୋଲି ଉପସ୍ଥାପିତ କରିଛନ୍ତି। ସେ ଆମ ସଂସ୍କୃତିକୁ ଭୁରି ଭୁରି ପ୍ରଶଂସା କରିଛନ୍ତି। ସେ ବି ହେତୁବାଦ ଚିନ୍ତାଧାରାରେ ବହୁତ କିଛି ତାଙ୍କ ଲେଖା ଏବଂ ବକ୍ତବ୍ୟରେ ପରିବର୍ତ୍ତନର ମାର୍ଗ ଦର୍ଶେଇଛନ୍ତି। କିନ୍ତୁ ସଂସ୍କୃତିକୁ ଆଉ ଧର୍ମକୁ କୋଉଠି ଅବମାନନା କରିନାହାନ୍ତି। ଏ ଅଗସ୍ତ୍ୟରୁ ସେ ସମୁଦ୍ରକୁ ଆମର ଚଳୁ କରିଦେଲେ। ଏମିତି ଅନେକ କଥା। ଏଇ ଯୋଉ ଏବେ ଦେଖ ବୃହତ ଜଳାଶୟ ଯାକ ନିମିଷକ ଭିତରେ ଆମେ ପମ୍ପ ସାହାଯ୍ୟରେ ତାକୁ ଖାଲି କରିଦଉଛୁ। ଏଇ ଯୋଉ ଆମର ମନ୍ତ୍ର ଶକ୍ତି, ତନ୍ତ୍ର ଶକ୍ତି, ଯନ୍ତ୍ର ଶକ୍ତି, ଇଏ ସବୁ ବିଜ୍ଞାନ ମାନେ ପ୍ରଥମେ ଧର୍ମର ଉତ୍ସ, ତାପରେ ବିଜ୍ଞାନ ସମ୍ମିଳିତ। ଏହାକୁ ଆମେ ବୁଝୁଛୁ, ଯାହାର ସାଧନା ଥିବ ସେ ହିଁ ବୁଝିବ। ଯୁକ୍ତି ମାଧ୍ୟମରେ, ତର୍କ ମାଧ୍ୟମରେ ଏହା ହୃଦୟ ଭିତରକୁ ପ୍ରବେଶ କରିବନି। ଏହାକୁ ପ୍ରବେଶ କରିବାକୁ ହେଲେ ଉପଲବ୍ଧି ସହିତ ବିଶ୍ୱାସ ଆଉ ଭରସା ରହିବାକୁ ଦରକାର। ଭଗବାନଙ୍କ ଉପରେ ଆସ୍ଥା ରଖିବାକୁ ଦରକାର, ଭଗବାନଙ୍କ କରୁଣା ଭିକ୍ଷା କରିବାକୁ ଦରକାର। ତାହେଲେ ଯାଇ ଏସବୁର ସୂକ୍ଷ୍ମ ତତ୍ଵ ଆମେ ବୁଝିପାରିବା। ଏବେ ଆମର ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କଥା ଯଦି ଆମେ ବିଚାରକୁ ନବା, ରାଜା ଇନ୍ଦ୍ରଦ୍ୟୁମ୍ନ ମନ୍ଦିରଟି ପ୍ରତିଷ୍ଠା କରିଦେଲେ, ମନ୍ଦିର ତିଆରି କରିଦେଲେ। କିନ୍ତୁ ତାର ପ୍ରତିଷ୍ଠା କରିବା ପାଇଁ
ବ୍ରହ୍ମଲୋକକୁ ଗଲେ ବ୍ରହ୍ମାଙ୍କୁ ଡାକି ଆଣିବା ପାଇଁ। ବ୍ରହ୍ମଲୋକର ଗୋଟିଏ ଦିନ ପୃଥିବୀର ଗୋଟିଏ କଳ୍ପଲୋକ। ସେ ବ୍ରହ୍ମାଙ୍କୁ ଧରି ଯେତେବେଳେ ଫେରନ୍ତି ତାଙ୍କୁ ପୃଥିବୀରେ କେହି ଚିହ୍ନି ପାରୁନାହାନ୍ତି, ତାଙ୍କ ପରିବାର ବର୍ଗ ନାହାନ୍ତି, ତାଙ୍କୁ ବହୁତ ପରିଚୟ ଦବାକୁ ପଡିଲା। ସେ ଯାହା ହଉ ବ୍ରହ୍ମା ନାରଦ ଏମିତି ସବୁ ମିଶିକି ମନ୍ଦିରକୁ ପ୍ରତିଷ୍ଠା କଲେ। କହନ୍ତି ବ୍ରହ୍ମାବରଣ, କେତେ ଜଣ କହନ୍ତି ମାନେ ଢଗରେ କହନ୍ତି ସେ ତ ବ୍ରହ୍ମାବରଣ କରିବ ଆଉ, କିନ୍ତୁ ବ୍ରହ୍ମାବରଣର ବି ଗୋଟେ ଭଲ ଉଦ୍ଦେଶ୍ୟ ଅଛି। ହେତୁବାଦୀ ମାନେ ମଧ୍ୟ ମୁଁ ଶୁଣିଛି ଯୁକ୍ତିରେ କହିଛନ୍ତି ହଁ ବ୍ରହ୍ମାବରଣ ହଉଛି, କିନ୍ତୁ କଣ ହେଲା ଏବେ ଆମେ ସାମ୍ନାରେ ପ୍ରତ୍ୟକ୍ଷ କଲୁ। ଆମର ଆଗରୁ ବି କେତେ ମହାକାଶକୁ ଯାଇଥିଲେ। ଏବେ ଆମର ମହାନ ସାଧିକା ସୁନିତା ୱିଲିୟମ ହାତରେ ଗଣେଶ ଭଗବାନଙ୍କ ବିଗ୍ରହ, ଗୀତା ଭାଗବତକୁ ଧରି ଭଗବାନଙ୍କ ନିକଟରେ ନିଜକୁ ସମର୍ପିତ କରି 9 ଦିନ ପାଇଁ ମହାକାଶକୁ ଯାତ୍ରା କରିଥିଲେ, କିନ୍ତୁ 9 ମାସ ପରେ ସେ ପୁଣି ଫେରି ଆସିଲେ। ତେବେ ଅପ୍ରାସଙ୍ଗିକ ଏଠି କୋଉଠି ରହିଲା? ହେତୁବାଦୀ ମାନେ ଯଦି ଏହା ସ୍ୱୀକାର ନ କରନ୍ତି ତେବେ ତାଙ୍କ ପାଇଁ ଆଠୁ ଭଳି ଆଉ ବଡ ପ୍ରମାଣ କଣ ଅଛି? ବିଚାର କରିବା କଥା। ହେତୁର ଅର୍ଥ ଆମର ଯୋଉ ବୋଧ ଶକ୍ତି, ଜ୍ଞାନ ବିଜ୍ଞାନ, ଯୁକ୍ତି, ତା ସହିତ ଭକ୍ତି ଏବଂ ବିଶ୍ୱାସ ଓ ଭରସା ସବୁ କିଛି ରହିବା ଦରକାର। ତେବେ ଏଇଠି ଆମେ ଦେଖିବା ଆମ ସଭ୍ୟତା ଧର୍ମୀୟ ଭାବଧାରାକୁ ଆଧାର କରି ଭକ୍ତିର ସହ ମନ୍ତ୍ର, ତନ୍ତ୍ର ଓ ଯନ୍ତ୍ର ଶକ୍ତି ଉପରେ ସଗର୍ବେ ପ୍ରତିଷ୍ଠିତ। ପଠନ ଅଭ୍ୟାସ ଓ ବୋଧଗମ୍ୟତାର ଅଭାବରୁ କିଛି ବିକଳ୍ପ ସ୍ଥିତି ବା ଅନୁସୂଚି ପରିଲକ୍ଷିତ ହୋଇଛି, ଯାହା କୁସଂସ୍କାର ଏବଂ ଅନ୍ଧବିଶ୍ୱାସ ରୂପେ ଏବେ ମଧ୍ୟ ରହିଛି। ଆମେ ଆକୁ ଅସ୍ୱୀକାର କରିପାରିବାନି। ତାର ପରିବର୍ତ୍ତନ ଦରକାର, ତାକୁ ବୁଝେଇବା ଦରକାର, ସେ ସବୁକୁ ଦୂର କରିବା ଦରକାର। କିନ୍ତୁ ତା ମାନେ ନୁହଁ ଯେ ପୁରା ଧର୍ମଶାସ୍ତ୍ରକୁ, ଧର୍ମକୁ, ଈଶ୍ୱରଙ୍କୁ, ଦେବଦେବୀଙ୍କୁ ସବୁ কিছুକୁ ଆମେ ପ୍ରତ୍ୟାଖ୍ୟାନ କରିଦବା। ତେଣୁ ଦିବ୍ୟ ଜ୍ଞାନ ଓ ସମୀକ୍ଷା ସୂଚକରେ ଯଦି କିଛି ପରିବର୍ତ୍ତନ ଆମେ କରିପାରିବା ତାହେଲେ ଆମ ହେତୁର ଯଥାର୍ଥତା ରହିବ। ଆବଶ୍ୟକ ସ୍ଥଳେ କିଛି ପରିବର୍ତ୍ତନ ହେଇଛି ସମୟ ଅନୁଯାୟୀ। ଆମର ଯେମିତି ରାଜା ରାମମୋହନ ରାୟ ସତୀଦାହ ପ୍ରଥା ଉଚ୍ଛେଦ କଲେ, କିଛି ବଳି ପ୍ରଥା ଉଠିଲା, ବାଲ୍ୟ ବିବାହ ପ୍ରଥା ଉଠିଲା, ନାରୀ ଶିକ୍ଷା ଜାଗ୍ରତ ହେଲା। ସେମିତି ଆମ ଧର୍ମରେ ଗୋଟେ ପଠନ ଅଭ୍ୟାସରୁ କିମ୍ବା ଜ୍ଞାନ ଠିକ ପାଖରେ ଆମ ପାଖରେ ପହଞ୍ଚି ନ ପାରିଥିବା ଯୋଗୁ ଆମେ ଅଜ୍ଞତା ଭିତରେ ଅଛୁ, ତାକୁ ଦୂର କରିବା। ଯଦି ଆମର ହେତୁ ହେଇଛି, ଯଦି ଆମର ଜ୍ଞାନ ହେଇଛି, ଆମେ ତାକୁ ଦୂର କରିବା, ଆମେ ସାଧନା କରିବା। କିନ୍ତୁ ତା ପାଇଁ ଯୁକ୍ତି କରିକି ସବୁ କିଛି ପ୍ରତ୍ୟାଖ୍ୟାନ କରିବାନି, ନିଜ ଧର୍ମକୁ ନ୍ୟୁନ କରିବାନି। ଯଦି ଆମେ ଆମ ଧର୍ମକୁ ନିମ୍ନ କରିଦଉଛେ, ଆମ ବାପ ମାଙ୍କୁ ମଧ୍ୟ ଆମେ ନିମ୍ନ କରିଦଉଛେ ବୋଲି ଭାବିବାକୁ ପଡିବ। ସେଭଳି ସନ୍ତାନ ଆମ ଗୀତାରେ କହିଲା ଭଳି ସେ କଣ ବର୍ଣ୍ଣ ଶଙ୍କର ସହ ସମାନ। ତେବେ ଯୋଉ ଆମର ମୁଁ ଟିକେ ଆଗରୁ କହୁଥିଲି ଡକ୍ଟର ରାମ ମନୋହର ଲୋହିଆ, ସେ ବହୁ ମାତ୍ରାରେ ସାମ୍ପ୍ରତିକ ସ୍ଥିତିକୁ ହେତୁବାଦର ଦର୍ଶନରେ ପରିବର୍ତ୍ତନ ପାଇଁ ବହୁ କିଛି କଥା ଲେଖିଛନ୍ତି ଏବଂ ଦିଗଦର୍ଶନ ବି ଦେଇଛନ୍ତି। ଏମିତି ଅନେକ ଆମର ଯୋଉ ଧର୍ମ ଗୁରୁ ମାନେ ମଧ୍ୟ, କେତେ ଜଣ, ସମସ୍ତେ ନୁହନ୍ତି, ତା ଭିତରୁ କେତେ ଜଣ ଧର୍ମ ଗୁରୁ ମଧ୍ୟ ଆମକୁ, ଯେମିତି ସ୍ୱାମୀ ଦୟାନନ୍ଦ ସରସ୍ୱତୀ, ଆଉ ଏମିତି ଅନେକ ଆମ ଧର୍ମକୁ ସେମାନେ ପରିମାର୍ଜିତ କରିଛନ୍ତି, ବଳି ପ୍ରଥା ଉଠେଇଛନ୍ତି, ତାର ସାକାର ରୂପ ଦେଇଛନ୍ତି। ବର୍ତ୍ତମାନ ସମୟ ସେଇ ଜିନିଷଟା ହିଁ ଆମଠୁ ଆବଶ୍ୟକ କରୁଛି, କିନ୍ତୁ ତର୍କ ବିତର୍କ ଏସବୁର ସ୍ଥାନ ନାହିଁ। ପରିଶେଷରେ ମୁଁ ଏତିକି କହିବି ଯେ ସଂସ୍କାର ବଳୟର ବ୍ୟାସ ଯୋଉ ରବିବାବୁ କହୁଥିଲେ, ମୁଁ ତାଙ୍କୁ ସେ ବିଷୟରେ ବୁଝଉଥିଲି ଟିକେ। ଗୋଟିଏ ବିନ୍ଦୁ ଯଦି ବିଜ୍ଞାନ ହୁଏ, ଅନ୍ୟ ବିନ୍ଦୁଟି ଯଦି ହେତୁବାଦ ହୁଏ, ତାର କେନ୍ଦ୍ରବିନ୍ଦୁଟି ହେଉଛି ଧର୍ମୀୟ ଚେତନା। ଧର୍ମୀୟ ଚେତନାରେ ନୈତିକତା ଭାବ ଥାଏ। ଜଣଙ୍କର ନୈତିକ ଜ୍ଞାନ ନଥିଲେ ସେ କେଉଁ ସ୍ତରରେ ମଧ୍ୟ ସେ ସଫଳ ହେଇପାରିବନି, ନିଜର ଆତ୍ମକଲ୍ୟାଣ କରିପାରିବନି, ସମାଜ କଲ୍ୟାଣ ତ ପଛ କଥା। ହେତୁବାଦୀ ମାନେ ତାଙ୍କ ଜ୍ଞାନର ଉପଲବ୍ଧିକୁ ଧର୍ମ ଓ ସଂସ୍କୃତି ବିରୋଧୀ କଲେ ସେମାନେ ରୂଢିବାଦୀ। ରୂଢିବାଦୀ କଣ, ମାନେ ମାଓବାଦୀ ଠାରୁ ମଧ୍ୟ ଆହୁରି ସାଂଘାତିକ କହିଲେ ବି ତାଙ୍କୁ କିଛି ଭୁଲ ହବନି।
ଜ୍ଞାନରେ ଧର୍ମୀୟ ଆସ୍ଥା ବିଶ୍ୱାସ ଓ ଭରସା ରହିଲେ ତାହା ପ୍ରଜ୍ଞା ହୁଏ। ବିଜ୍ଞାନର କରାମତି ସବୁ ଅନ୍ୟ ସବୁ ପ୍ରହସନ ଏହା ପାଗଳାମୀ। ପ୍ରଥମେ ସେମାନେ ବୁଝିବା ଦରକାର ବିଜ୍ଞାନ କଣ। ବିଜ୍ଞାନ ହେଉଛି ସେହି ପ୍ରଜ୍ଞା ଯେଉଁଥିରେ ଗଭୀର ଆସ୍ଥା ବିଶ୍ୱାସ ଅନ୍ୱେଷା ଓ ସୂକ୍ଷ୍ମ ଜ୍ଞାନ କୌଶଳର ବିଶ୍ଳେଷଣାତ୍ମକ ଅନୁଶୀଳନ ଥାଏ ଏବଂ ତାହା କଲ୍ୟାଣୀୟ ବ୍ୟବହାରିକ ପ୍ରୟୋଗ ସିଦ୍ଧ ହୋଇଥାଏ। ଧର୍ମୀୟ ଭାବନା ନୈତିକ ଚେତନା ଓ ବିବେକ ଉଦୟର ମୂଳ ଉତ୍ସ। ଆମ ନୀତିଶାସ୍ତ୍ର ଏହାର ହେତୁ ବା ଉପଲବ୍ଧ ଜ୍ଞାନକୁ କେବଳ ତର୍କର ପରିସରରେ ସୀମିତ ନ ରଖି ତାକୁ ସକାରାତ୍ମକ ଦିଗରେ ଦିଗଦର୍ଶନ ଦବା ଉଚିତ। ଯୁକ୍ତାତ୍ମକ ଦିଗଟିକୁ ନିର୍ଣ୍ଣୟ କରିବା ଉଚିତ। କିଛି ବ୍ୟତିକ୍ରମକୁ ଆମେ ସଜାଡିବା ଉଚିତ। ଯାହା ଆମକୁ ଅବାସ୍ତବ ବୋଲି ଲାଗୁଛି, ଯାହା ଆମ ସଭ୍ୟତାର ବାଧକ ବୋଲି ଲାଗୁଛି, ତାକୁ ନିଜ ଭିତରେ ତର୍ଜମା କରି ତାକୁ ଶୃଙ୍ଖଳିତ କରିବା ଦରକାର। ତାକୁ ପୁଣି ନୂଆ ରୂପ ଦେବା ଦରକାର। ନଚେତ୍ କେବଳ ଯଦି ଖାଲି ଏଇ ବିଭ୍ରାନ୍ତ ଯୁକ୍ତି କରିବା, ଖାଲି ନିନ୍ଦା କରିବା, ତା ଅର୍ଥ ଆମର ହିନ୍ଦୁ ଧର୍ମ ସନାତନ ସଂସ୍କୃତି ଜଗନ୍ନାଥ ସଂସ୍କୃତି ସବୁକୁ ନିନ୍ଦା କରିବା ସହିତ ଜଣେ ଦେଶଦ୍ରୋହୀ ବୋଲି ତାଙ୍କୁ କହିଲେ ମଧ୍ୟ କିଛି ଭୁଲ ହବନି। ତାହା ଏଇ ସବୁ ହଉଛି ତାଙ୍କର ଦୁର୍ବଳ ମାନସିକତାର ପରିପ୍ରକାଶ। ତେଣୁ ଆମେ ଏବେ ଏତିକି ପରାମର୍ଶ ସେମାନଙ୍କୁ ଦବା, ଯଦି ତମେ କିଛି ଉପଲବ୍ଧି କରୁଛ, ଯଦି ତମର କିଛି ଅନ୍ତର୍ମନରେ ବିଚାର କରୁଛ, ତେବେ ସମସ୍ତଙ୍କ ସହ ଆଲୋଚନା କରି ସମାଜରେ କିଛି ନୂଆ ପରିବର୍ତ୍ତନ ଆଣ। ସମାଜ ତ ଶୃଙ୍ଖଳିରୁ ଶୃଙ୍ଖଳିତ ହୋଇଛି, ନହେଲେ ବାନରରୁ ମାନବ, ମାନବରୁ ଅତି ମାନବ, ଆଉ କଣ ଅଛି? ତମେ ଆଉ ଉପର ସ୍ତରକୁ ଯାଅ, କିନ୍ତୁ ତମର ଅଧିକାର ନାହିଁ ଧର୍ମ ଆଉ ସଂସ୍କୃତି ବିରୋଧରେ କିଛି ଆଘାତ ଦେଲା ଭଳି ଶବ୍ଦ କହିବା ପାଇଁ କିମ୍ବା ଏସବୁକୁ ଉପହାସ କରିବା ପାଇଁ। ଜୟ ଜଗନ୍ନାଥ। ସମସ୍ତଙ୍କର ମଙ୍ଗଳ ହଉ। ବନ୍ଦେ ଉତ୍କଳ ଜନନୀ। ମୁଁ ବର୍ତ୍ତମାନ ଏତିକିରେ ଆମର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆମର ଯଦି କିଛି ପ୍ରଶ୍ନ ଥାଏ ତାହେଲେ ଆପଣ ମାନେ ପଚାରି ପାରିବେ। ମନ୍ତ୍ର ଯନ୍ତ୍ର ଉପରେ ସବୁ କିଛି କହି ହେଲାନି। ଯଦି ସେଇ ବିଷୟରେ କିଛି ପଚାରିବାର ଅଛି କହିଲେ ତା ଆଲୋଚନା କରାଯିବ। ତନ୍ତ୍ର ଶକ୍ତି ଉପରେ ଅଳ୍ପ କିଛି ରହିଗଲା, କହିପାରିନି, ସମୟ ହେଇଯାଇଛି। ତେଣୁ ସେ ତନ୍ତ୍ର ବିଦ୍ୟା ବା ତନ୍ତ୍ର ଶକ୍ତି ଉପରେ ଯଦି କିଛି କାହାର ପ୍ରଶ୍ନ ଥାଏ ପଚାରିଲେ ଆମେ ତା ବିଷୟରେ ଆଲୋଚନା କରିବା। ଯେହେତୁ କିଛି ପ୍ରଶ୍ନ ଆସୁନାହିଁ, ବର୍ତ୍ତମାନ ଆମେ ସଭାପତିଙ୍କ ଟିପ୍ପଣୀକୁ ଅପେକ୍ଷା କରୁଛୁ। ହ୍ୟାଲୋ। ବହୁତ ସୁନ୍ଦର ବକ୍ତବ୍ୟ ଥିଲା ଦିଦି। ଆପଣ ପ୍ରତ୍ୟେକଟି ଜିନିଷକୁ ଛୁଇଁଛନ୍ତି। ଆଉ ୟା ପୂର୍ବରୁ ତ ମୁଁ କହିସାରିଛି, ଆଉ ଅଧିକ ମୁଁ କଣ କହିବି? ଶେଷକୁ ଗୋଟିଏ କଥା କହିବି, ଆର୍ଯ୍ୟଭଟ୍ଟ ବ୍ରହ୍ମଗୁପ୍ତ ଭାସ୍କର ବରାହ ମିହିର ଠାରୁ ତୁମେ କିବା ତ ବଡ ହେତୁବାଦୀ ନିଜକୁ ଭାବୁଛ ଗୁରୁ। ଯୋଉ ପ୍ରୟୋଗ ସେଇ ଯୋଉ ମାନେ ଇଏ ସମୟରେ ଯୋଉ ହେତୁବାଦୀ ମାନେ ଯୋଉ ଭଳିଆ ଇଏ କରିଥିଲେ, ଚିକେନ ଫଗେନ ମାଟିକିରି ଖାଇଥିଲେ, ସେଗୁଡାକ ଉପରେ ମୁଁ ପଦେ ଟିକେ କହୁଛି। ଅଧା ବୁଦ୍ଧି ଅଟେ ମହାଭୟଙ୍କର, ନ ଜାଣି ହୋଇ ଅଜ୍ଞାନ, କୁଟିଳ ବିଜ୍ଞାନ ବୁଝିବ କେମିତି, ଜୀବନ ତୁମ ମୁଣ୍ଡରେ କି ଭୂତ ପୁରାଇଛି, ଏକ ଆଖିଆ ବିଜ୍ଞାନ। ବିଜ୍ଞାନ ହଉଛି, ଆଗରୁ କହିଥିଲି, ବିଜ୍ଞାନ ହଉଛି ଏକ ଆଖିଆ। ଯୋଉ ପୂର୍ବ ପୁରୁଷ ମାନେ ଆମର ଯୋଉ କହି ଯାଇଛନ୍ତି, ସେ ଯୋଉ ଦିଦି ତ ପ୍ରତ୍ୟେକଟି ଜିନିଷକୁ ଛୁଇଁଛନ୍ତି, ମୁଁ ଆଉ ବେଶୀ କିଛି କହିବିନି। ଏଇ ଯୋଉ ଆର୍ଯ୍ୟଭଟ୍ଟ, ଆମର ବରାହ ମିହିର, ଏମାନେ କଣ ଭୁଲ କହିଥିଲେ? ସେଗୁଡାକର ପ୍ରମାଣକୁ ମଧ୍ୟ ଆପଣମାନେ ଭୁଲ କହିଦଉଛନ୍ତି। ସେଥିପାଇଁ ମୁଁ ଗୋଟିଏ ଜିନିଷ କହିବି ଯେ, ନିର୍ବୁଦ୍ଧିଆ ପଣେ ଅନ୍ଧବିଶ୍ୱାସ ଯେ, କହି କର ଆସ୍ଫାଳନ,
ସେ ଚେତନା ବଳେ ଯେଉଁ ଜ୍ୟୋତିର୍ବିଦ୍ୟା କରେ ଶୁଦ୍ଧ ଆକଳନ। ଏକେଉ ମଙ୍ଗଳ କଲ ତୁମେ କୁହ, ପରାଗେ କୁକୁଡ଼ା ଖାଇ ମାଗଣା ଖାଇବା ଲୋକଙ୍କୁ ହକାରି, ହେତୁବାଦୀ ଯିଏ ଆଣି ସଂସ୍କାର ସମାଜ ମଙ୍ଗଳ ପାଇଁ। ବିଶେଷ କରି ଆଉ ବିଶେଷ କିଛି ମୁଁ କହୁନାହିଁ, ସମୟ ଅତିକ୍ରାନ୍ତ ହେଇଗଲାଣି। ଆଉ ଯଦି କହିବାର ଥିଲା ତ ଅନେକ ଗୁଡାଏ କହିବାର ଥିଲା। ତୁମେ କିବା ଅଟ ବଡ ହେତୁବାଦୀ, ଭାବୁଛ ନିଜକୁ ଗୁରୁ, ଭାବିଛ କି ତୁମେ ଆର୍ଯ୍ୟଭଟ୍ଟ ବ୍ରହ୍ମ ଗୁପ୍ତ ଭାସ୍କର ବରାହ ମିହିର ଠାରୁ। ସେମାନେ କଣ, ତୁମେ କଣ ସେମାନଙ୍କ ଠାରୁ ବଡ? ତେଣୁକରି ଆଉ ବିଶେଷ ମୁଁ କିଛି କହୁନାହିଁ। ପରବର୍ତ୍ତୀ ପର୍ଯ୍ୟାୟରେ ମୁଁ ଆମର ସଂଯୋଜକ କହୁଛି, ମୁଁ ସଂଯୋଜକଙ୍କ ପାଖକୁ ଫେରି ଯାଉଛି। ଏହା ହିଁ ଥିଲା ମୋର ସଂକ୍ଷିପ୍ତ ଟିପ୍ପଣୀ, ଯାହା ପୂର୍ବରୁ ମୁଁ କହିସାରିଛି, ଆଉ ବିଶେଷ କିଛି କହୁନାହିଁ। ଦିବ୍ୟାନନ୍ଦ ସାର୍ ବୋଧେ କିଛି କହିବାକୁ ଚାହୁଁଛନ୍ତି? ସାର୍ କିଛି କହିବେ କି? ବିବେକ ଭାଇ କିଛି କହିବେ କି? हरि ओम, नववर्षर अभिनंदन। मैडम को कहबी ए तंत्र विद्यार उद्गम केमिति हला? तंत्र आमर जेतबेले मंत्र शक्ति सहित तंत्र शक्ति जड़ित। आमर जो देव असुर अदिति आउ कश्यपंकर ठारू असुर शक्ति एवं देवता, असुर देवता उभय सृष्ट। देवता माने तांकर दिव्य कर्म, दिव्य धारा रे चलिले, सेठी भक्ति पूजा आराधना मंत्र शक्ति रहिला। असुर मानकर रहिला तंत्र शक्ति। तंत्र शक्ति कोन ना, सेमाने निज शरीर को कष्ट देगी नियारे छिड़ा हवा, गभीर खरारे छिड़ा हवा, दीर्घ वर्ष धरी न खाइकी एक गोड़े छिड़ा हवा, अग्नि जालिकी तपस्या करवा, निज शरीर को काटिकी आहुति दबा, यही सबू जो कठोर माने कष्ट देकी, निजको कष्ट देकी दीर्घ वर्ष वर्ष धरी साधना करिकी सेमाने देवता को संतुष्ट करुथिले। देवता माने भी किछि नियम रे बंधा। तेणु सेमाने जानुचंती असुर मानक आमे बर देले सेमाने तार दुरुपयोग करिवे, किंतु समस्ते किछि ना किछि नियम रे बंधा। जेमती धरा जाऊ देवता असुर कली बारंबार होइछि, किंतु आमर जो सूर्य परिक्रमा करंती, तांकर जो 27 वाहन रहिछि, सप्त घोड़ा बासुकी नाग सेतरे जोड़ा हैचंती, असुर माने ही तांकु टाणंती। कौनसी देवासुर कली समय रे असुर माने किंतु तांको कार्य